ରାମଙ୍କ ସହିତ ସବୁ କିଏ ମିଶିଥିଲେ? ରାମଙ୍କ ସହିତ କିଛି ମିଶିଛନ୍ତି ନା ନାଇଁ? ସେମାନେ ସେ ଧାରାରେ ଥିଲେ। ସେମାନେ ଧାରାରେ ରହିକିରି ହନୁମାନ ରାମଙ୍କ ସହିତ ମିଶି ଯାଇଛନ୍ତି ନା ନାଇଁ? ନା ଅଲଗା ଅଲଗା ହେଇକି ଅଛନ୍ତି? ନା ଖାଲି ଦକ୍ଷତା ଅର୍ଜନ କରି ରହିଛନ୍ତି? ଦକ୍ଷତା ତାଙ୍କର ଥିଲା, ସେ ପରମଙ୍କ ସହିତ ମିଶି ପାରିଲେ। ଆମର ମନ୍ଥରା, ସେ କୈକେୟୀ, ମାନେ ସବୁ ଯେତେ ସବୁ ଭକ୍ତ ଅଛନ୍ତି ସେମାନେ ସହିତ ତାଙ୍କ ସହିତ ମିଶିଛନ୍ତି ନା ନାଇଁ? ପୁରାଣ ମିଶିଛନ୍ତି, ସେମାନେ ସେ ଧାରାରେ ଥିଲେ। ବୁଝିପାରିଲେ କି? ଆଉ ରାମ କୃଷ୍ଣ ଦ୍ୱାପର ଯୁଗ କୃଷ୍ଣ, କୃଷ୍ଣଙ୍କ ସହିତ ରାଧା ମିଶି ଯାଇଛନ୍ତି ନା ଅଲଗା ହେଇକି ଅଛନ୍ତି? ନା ଖାଲି ଦକ୍ଷତା ଅର୍ଜନ କରିଛନ୍ତି? କୃଷ୍ଣଙ୍କ ସହିତ ରାଧା ମିଶିଛନ୍ତି। କୃଷ୍ଣଙ୍କ ସହିତ ଅର୍ଜୁନ ମିଶିଛନ୍ତି ନା ନାଇଁ? ମିଶିଛନ୍ତି। ପରମଙ୍କ ସହିତ ଜୀବ ମିଶି ଯାଇଛନ୍ତି ନା ନାଇଁ? ତାହେଲେ ସେମାନେ କୃଷ୍ଣ ରାଧା ବି ଧାରାରେ ଥିଲେ, ଅର୍ଜୁନ ବି ଧାରାରେ ଥିଲେ। ଅନେକ ତ ଭକ୍ତ ଅଛନ୍ତି, ଆମେ ଖାଲି ଗୋଟେ ଗୋଟେ ଉଦାହରଣ ଆମେ ଦେବା, ସବୁ କଣ ଦେଖେଇ ହବ? ତେଣୁକରି ସେ ତୃତୀୟ ଯୁଗରେ କଣ ଧାରା ଥିଲା? କେମିତି ଧାରା ଥିଲା ନା, ଯେତେବେଳେ ରାମ ଆସିଥିଲେ, ସେ ରାମ ଶବ୍ଦକୁ ଗୋଟେ ବିପରୀତ ଶବ୍ଦ, ରାମକୁ ଯଦି ବିପରୀତ ଶବ୍ଦ କରିବା ତାହେଲେ ତାର ଶବ୍ଦଟା ହବ କଣ? ନା ମରା। ମରା ଶବ୍ଦଟା ଉଚ୍ଚାରଣ ହବ। ତେଣୁକରି ମ ଆଉ ର, এই দুইটা শব্দর অর্থ হচ্ছে কোন না? ম শব্দটি হচ্ছে জীবতত্ত্ব, জীব ব্রহ্ম। র শব্দটি হচ্ছে পরম তত্ত্ব, পরম ব্রহ্ম। ଆମେ ଶରୀରକୁ ଦେଖିଲେ କଣ ମିଳିବ? ଜୀବ ବ୍ରହ୍ମ, ପରମ ବ୍ରହ୍ମ। ଏ ଶରୀର ଭିତରେ ଅଛନ୍ତି ନା ନାଇଁ? ଅଛନ୍ତି। ଆଚ୍ଛା, ସେ ମିଶିକିରି ଅଛନ୍ତି ନା ଅଲଗା ଅଲଗା ହେଇକି? ମିଶିକି ଅଛନ୍ତି। ଆମେ ତାଙ୍କୁ ମିଶିକି ନାହାନ୍ତି, ତାକୁ ମିଶେଇବାକୁ ପଡେ। ସେଇଟା ହଉଛି ଧର୍ମ, ସେଇଟା ହଉଛି ଧାରା। ଦି ଜଣଙ୍କୁ ମିଶେଇବାକୁ ପଡେ। ଜୀବ ପରମକୁ ତମେ ତ ଜୀବ ବ୍ରହ୍ମ ତମେ। ଆଚ୍ଛା କୁହନ୍ତୁ, ତମେ ପରମକୁ ଜାଣିଲଣି କି ନାଇଁ? ତମ ଭିତରେ ଅନୁଭବ କରୁଛ କି? ତାହେଲେ ତମ ମିଶିକିରି କେମିତି ଅଛନ୍ତି କହୁଛନ୍ତି? ଜୀବ ପରମକୁ ମିଳେଇବାର, ଉଭୟଙ୍କୁ ମିଳନ କରିବାର ତତ୍ତ୍ୱଟି ହେଉଛି ଧାରା। ବୁଝିପାରିଲେ? ମୁଁ ପ୍ରଥମେ କହିଛି ଧାରାର ଅର୍ଥ ହଉଛି ଜୀବ ସହିତ ପରମର ମିଳନ, ମିଶିଯିବା। ତେଣୁକରି ଆମେ ତାଙ୍କୁ ମିଶେଇବା। ତାହେଲେ ସେଠି ସେ କେମିତି ମିଶେଇଥିଲେ? ନା ସେ ଧାରାରେ ରହିକିରି ମିଶେଇଥିଲେ। ଖାଲି ସେମାନଙ୍କର ଦକ୍ଷତା ଥିଲା ନୁହଁ, ଦକ୍ଷ ଅର୍ଜନ ହେଲା ପରେ ସେମାନେ ପରମ ସହିତ ମିଶିଛନ୍ତି, ସେମାନେ ଧାରାକୁ ଗ୍ରହଣ କରିଛନ୍ତି। କେମିତି? ଆମେ ପ୍ରଥମେ ତୃତୀୟ ଯୁଗକୁ ଯିବା, ରାମଙ୍କ କଥା କହିବା। ଆଚ୍ଛା, ଯଦି ର ଶବ୍ଦ ହେଲା ପରମ ବ୍ରହ୍ମ, ମ ଶବ୍ଦ ହେଲା ଜୀବ ବ୍ରହ୍ମ, ଏଠି ତାକୁ ଓଲଟାଇ ଦେଲେ ମରା ଶବ୍ଦ ହଉଛି ପ୍ରଥମରେ ରହିଲେ ମ, ଦ୍ୱିତୀୟ ତାପର ଶବ୍ଦଟି ହଉଛି ର। ତେଣୁକରି ଜୀବ ବ୍ରହ୍ମକୁ ଆଗରେ ରଖାଗଲା, ପରମଙ୍କୁ ପଛରେ ରଖିଲେ। ହେଲା ଶବ୍ଦ ହେଲା କଣ? ମରା। ଯୋଉ ଶବ୍ଦ କି ଆମର ଦଶରତ୍ନାକରଙ୍କୁ ଆମର ନାରଦ ଗୁରୁ ରୂପରେ ମନ୍ତ୍ର ଦେଇଥିଲେ, ସେଇ ମନ୍ତ୍ରଟି ସେଇ ବିପରୀତ ଶବ୍ଦଟି ଦିଆଯାଇଥିଲା। କଣ, କାହିଁକି ତାଙ୍କୁ ବିପରୀତ ଶବ୍ଦ ଦିଆଯାଇଥିଲା? ନା, ସେଇ ଯୋଉ ପୁରୁଷଟି ସିଏ କଣ ନା, ଜୀବ ବ୍ରହ୍ମଙ୍କୁ, ଜୀବକୁ ଆଗରେ ରଖିଥିଲେ, ଜୀବ ଭାବକୁ ସେ ଆଗରେ ରଖିଥିଲେ, ପରମଙ୍କୁ ପଛରେ ରଖିଥିଲେ। ତେଣୁକରି ସିଏ ର ଶବ୍ଦକୁ ଉଚ୍ଚାରଣ ନ କରି ମ ଶବ୍ଦକୁ ଉଚ୍ଚାରଣ କରିଦେଲେ। ମୁଁ ହଉଛି ପ୍ରତିଷ୍ଠିତ, ମୁଁ ନିଜକୁ ସେ ପ୍ରତିଷ୍ଠା କରି, ପ୍ରତ୍ୟେକ ଜୀବଙ୍କୁ ଦେଖ, ପ୍ରତ୍ୟେକ ଜୀବଙ୍କୁ କହିବା ଠିକ ନୁହଁ, ଅନେକ ଜୀବଙ୍କୁ ଦେଖ, ସେମାନେ ନିଜକୁ ପ୍ରତିଷ୍ଠିତ କରିଥାନ୍ତି। ମୁଁ ସବୁ କରୁଛି, ମୁଁ ନ କଲେ କିଛି ହବନି, ମୋ ଦ୍ୱାରା ସବୁ ହବ। ଏଇଟା ହଉଛି କଣ ନା, ଜୀବର କଣ? କର୍ତ୍ତାପଣ। ଇଏ ହଉଛି ଜୀବର କର୍ତ୍ତାପଣ। ମୁଁ ସବୁ କଲା ବାଲା, ମୁଁ ନ କରିଥିଲେ କଣ ହେଇଥାନ୍ତା? ନାଇଁ, ସେଟା ହଉଛି ଜୀବର ଏକମାତ୍ର ନିଜସ୍ୱ ହଉଛି ତାର କର୍ତ୍ତାପଣ, ଆଉ ନିଜସ୍ୱ ତା ଭିତରେ କିଛି ନାହିଁ। ଜୀବର ଆମେ କହିବା ଭାବ, ଜୀବର ନିଜସ୍ୱ ହଉଛି ଭାବ। ଭାବକୁ ଆମେ ଠାକୁରଙ୍କୁ ଦବା, ଅର୍ପଣ କରିବା, ସେଟା ହଉଛି ନିଜସ୍ୱ।
ଶାସ୍ତ୍ରରେ କୁହାଯାଇଛି ଭାବ ବି ଆମର ଭାବଗ୍ରାହୀ ସିଏ, ସିଏ ଆମକୁ ଭାବ ଦେଇଛନ୍ତି, ଆମେ ସେଇ ଭାବକୁ ତାଙ୍କୁ ଦଉଛେ। ଭାବ ଆମ ଭିତରେ କୋଉଠି ଆସିବ? ସବୁ ତାଙ୍କର। କେବଳ ଗୋଟେ ଜିନିଷ କର୍ତ୍ତାପଣ, ସେ ନିଜକୁ ଗୋଟେ କର୍ତ୍ତା ବୋଲି ବିବେଚନା କରେ। ମୁଁ ହଉଛି ପ୍ରତିଷ୍ଠିତ। ମୁଁ କାର ଯୋଉ ଭାବଟା ସେ ହେଉଛି ମୋ ଭାବ, ମଙ୍କାର ଅହଙ୍କାର ଭାବ, ସେ ନିଜକୁ ପ୍ରତିଷ୍ଠା କରିଥାଏ ନିଜର ମାନେ ନିଜସ୍ୱ ଭାବଟା। ତେଣୁକରି ଏଠି ସେ ଯୋଉ ଜୀବଟି ଯେ ଆମର ରତ୍ନାକର, ଦସ୍ୟୁ ରତ୍ନାକର, ସିଏ ସେଇ ନିଜକୁ ମଙ୍କାର ଭାବରେ ରଖିଥିଲେ, ନିଜକୁ ସେ ପ୍ରତିଷ୍ଠା କରିଥିଲେ। ତେଣୁକରି ସେ ଜୀବ ଭାବକୁ ଆଗରେ ରଖିଲେ, ପରମକୁ ପଛରେ ରଖିଲେ। କହିପାରିଲେ ଏଇଠି କଣ ହଉଛି? ଆମେ ଆଉ ଟିକେ ଆପଣ ଆଡୁ କହୁଛି, ପ୍ରଥମେ କୁହନ୍ତୁ ଆମେ ପରମକୁ ଜାଣିଲା ପରେ ଯେ ଆମ ଭିତରେ ଜୀବ ଆଉ ପରମ ଅଛନ୍ତି, ଆମେ ଜାଣିଲା ପରେ ଆମେ ଜୀବ ଭାବକୁ ଆଗରେ ରଖୁଛେ ନା ପରମ ଭାବକୁ ଆଗରେ ରଖୁଛେ? ଚିନ୍ତା କରନ୍ତୁ। ଆମେ ଠାକୁର ଯୋଉ ଆମକୁ ଧାରା ଦେଇଛନ୍ତି, ଯୋଉ ନିୟମ ଦେଇଛନ୍ତି, ଯୋଉ ବିଧାନ ଆମକୁ ଦେଇଛନ୍ତି, ଯୋଉ ଶିକ୍ଷା, ଯୋଉ ଆଜ୍ଞା, ଯୋଉ ଆଦେଶ ଦିଆହେଇଛି, ଆମେ ଗୁରୁଙ୍କର ଆଦେଶ ଆଜ୍ଞାକୁ ଆଗେ ପାଳନ କରୁଛେ ନା ଆମ ଭାବକୁ ଆମେ ଆଗ ପାଳନ କରୁଛେ? ଏଭଳି ଆମ ଗୁରୁ ଭାଇ ମାନଙ୍କ ଭିତରେ ବି ଅଛନ୍ତି ଯେ କି ଆଗ ମୋ କାମଟାକୁ ସବୁ ସାରିବି, ସୁନ୍ଦର ଭାବରେ ସବୁ କାମକୁ ମୋର ଫିଲଫିଲ କରିବି, ତାପରେ ଯେତିକି ସମୟ ମିଳିଲା ଯଦି ପଚରା ଯାଏ ଭାଇ କାହିଁ ଆସିଲେନି ନା କଣ କରିବି, ବହୁତ କାମ ଥିଲା, ଏଗୁରା ସବୁ କାମ ସବୁ ସାରି ସୁରିକି ଆସିବାକୁ ପଡିଲା, ତୋ କାମ ଗୁରା ସବୁ ତୁ ସାରିଦେଲୁ, ଠାକୁରଙ୍କ କାମ ଯେତିକି ସମୟ ମିଳିଲା ମୁଁ ଆସିଲି ଆଉ କଲି, ଆଉ ଯେତିକି ହେଲା ଆଉ ଏଇଟା କଣ ହେଲା? ଜୀବକୁ ସେ ଆଗରେ ରଖିଲା, ପରମକୁ ପଛରେ ରଖିଲା। ଠାକୁର କାମ ହବ, ମୋ କାମଟା ସାରି ସାରିଲେ ଯିବି, ଆଉ ମୋର ଏତେ କାମ ଅଛି ତାକୁ କେମିତି ଛାଡିକିରି ଯାଇ ହବ? ତେଣୁକରି ଜୀବ ସେ ତାକୁ ଆଗରେ ରଖିଲା। ଜୀବକୁ ଯେତେବେଳେ ଆଗରେ ରଖିଲା, ମୋ ରହିଲା ଆଗରେ, ମୋ ଯେତେବେଳେ ଆଗରେ ରହୁଛି, ଯେତେବେଳେ ପଛରେ ରହିଲେ, ତା ମଝିରେ ପଶି ଯାଉଛି କଣ ନା ଥ ରୂପକ ଭାବ ତା ଭିତରେ ପଶିଗଲା, ହେଇଗଲା କଣ ନା ମନ୍ଥରା। ମନ୍ଥରା ଯେତେବେଳେ ପଶିଗଲା ତା ଭିତରେ, ଜୀବ ଆଉ ପରମକୁ ବିଚ୍ଛେଦ କରାଇଦେଲା। ଜୀବ ପରମର ବିଚ୍ଛେଦ ହେଇଛି ନା ନାଇଁ? ରାମଚନ୍ଦ୍ର ରାତି ପାଇଲେ ରାଜା ହବା କଥା, ତା ଭିତରେ କିଏ ପଶିକି ତାକୁ ବିଚ୍ଛେଦ କରାଇଦେଲା? ମନ୍ଥରା ପଶିଗଲା। ତେଣୁକରି ଯଦି ଆମେ ଜୀବକୁ ଆଗରେ ରଖିବା, ତାହେଲେ ଯଦି ପଛରେ ରହିଲେ, ତା ଭିତରେ ମନ୍ଥରା ଭାବ ପଶିଗଲା। ମନ୍ଥରାର ଭାବଟା ହଉଛି କଣ ନା ଯେ ଯୋଉ ଭାବ ମନକୁ ଥରାଏ, ତାର ନାମ ହଉଛି ମନ୍ଥରା। ଆଚ୍ଛା, ସେଇ ମନ୍ଥରା ପଶିକି ମନକୁ ଥରେଇ ଦେଲା ନା ନାଇଁ? ଜୀବ ପରମକୁ ଅଲଗା କରିଦେଲା ନା ନାଇଁ? କରିଦେଲା ତ। ଆଚ୍ଛା, ଏଠି କଣ କରାଯାଇଥାନ୍ତା ନା ଏଠି ଯଦି କୁ ଆଗରେ ରଖାଯାଇଥାନ୍ତା, ମକୁ ପଛରେ ରଖାଯାଇଥାନ୍ତା, ପରମ ବ୍ରହ୍ମକୁ ଆମେ ଗୁରୁଙ୍କୁ ଆଗରେ ରଖିବା, ପଛରେ ଆମେ ଆମ ଭାବକୁ ରଖିବା, ତାହେଲେ ସେଠି ଆଉ ମନ୍ଥରା ରାମଙ୍କୁ ଟପିକିରି ମନ୍ଥରା ତା ଭିତରେ ପଶି ପାରିନଥାନ୍ତା। ଆମେ ଯଦି ଗୁରୁଦ୍ୱାରରେ ବସିଥିବା, ଗୁରୁଙ୍କର ଆଦେଶ ଆଜ୍ଞାକୁ ପାଳନ କରୁଥିବା, ଆମ ଭିତରେ କାଳ ପଶି ପାରିବ କି? ପଶିପାରିବ କି? ଯଦି ଆମେ ଆଗରେ ରହିଥିବା, ଗୁରୁଙ୍କୁ ପଛରେ ରଖିଥିବା, ଆମେ ବିଷୟ ଜଗତ ଭିତରେ ରହିଥିବା, ତାହେଲେ ଆମ ଭିତରେ କାଳଟା ପଶିଯିବ ନା ନାଇଁ? ପଶିବନି। କଣ ବୁଝିପାରିଲେ? କବାଟ ଦିଆ ହଉଛି, ପବନ ପଶୁନି, କବାଟ ନ ଖୋଲିଲେ ପବନ ପଶିଲା ଆଉ କଣ ବୁଝିପାରିଲେ? ତେଣୁକରି ପ୍ରଥମେ ଆମେ ଗୁରୁ ଭାବକୁ ଆଗରେ ରଖିବା, ପରମକୁ ଆଗରେ ରଖିବା, ତାପରେ ଜୀବ ଭାବକୁ ଆମ ଭାବନାକୁ, ଆମ ଚିନ୍ତାଧାରା, ଆମ କର୍ମକୁ ଆମେ ପଛରେ ରଖିବା, ତାହେଲେ କଣ ହବ ନା ସେଠି ମନ୍ଥରା ପଶି ପାରିବନି। ଆଚ୍ଛା, ଗୁରୁଙ୍କୁ ଯେତେବେଳେ ଆଗରେ ଆମେ ରଖିଲେ, ମନ୍ଥରା ତା ଭିତରେ ପଶି ପାରିବନି, ତେଣୁକରି ଆମ ମନକୁ କେହି ଥରେଇ ପାରିବେନି। ମନ ଯେତେବେଳେ ନ ଥରିଲା, ଗୁରୁଙ୍କର କାର୍ଯ୍ୟ, ଗୁରୁଙ୍କର ଆଦେଶ, ଗୁରୁଙ୍କର ଉପଦେଶକୁ ଆମେ ପାଳନ କରି ଚାଲିବା, ଗୁରୁଙ୍କର ଉପଦେଶ ଆଦେଶକୁ ଯେତେବେଳେ ପାଳନ କରି ଚାଲିବା, ତାହେଲେ ଆମେ ଗୁରୁଙ୍କ ସହିତ ମିଶିଯିବା ନା ନାଇଁ? ମିଶିଯିବାଟା ସହଜ ହବ।
ଆଚ୍ଛା ଏଇ ଭାବରେ ଯୋଉମାନେ ଥିଲେ ସେ ଯୁଗକୁ ଲକ୍ଷ୍ୟ କରନ୍ତି, ସେ ଯୁଗର ଯୋଉ ଭକ୍ତମାନେ ଯୋଉମାନେ ସେମାନେ ଗୁରୁଙ୍କ ସହିତ ମିଶି ଯାଇଛନ୍ତି ସେମାନଙ୍କୁ ଲକ୍ଷ୍ୟ କର, ସେମାନେ ସେଇ ରାମକୁ ଆଗରେ ରଖିଥିଲେ ନା ସେ ତାଙ୍କ ଭାବକୁ ନିଜ ଭାବକୁ ଆଗରେ ରଖିଥିଲେ? ଯେତେ ଭକ୍ତଙ୍କୁ ଦେଖନ୍ତୁ, ସମସ୍ତେ ତ ଜାଣିଛନ୍ତି ନା, ପୁରାଣରେ ପଢିଛନ୍ତି, ଯୋଉମାନେ ରାମଙ୍କ ସହିତ ମିଶିଛନ୍ତି ସେ ରାମ ଭାବଙ୍କୁ ରାମଙ୍କୁ ସେ ଆଗରେ ରଖିଥିଲେ, ପରମକୁ ସିଏ ରହିଥିଲେ ପଛରେ। ତାଙ୍କ ଆଦେଶ ଆଜ୍ଞାକୁ ସିଏ ଆଗ ପାଳନ କରୁଥିଲେ, ସେ ନିଜକୁ କେବେ ଚିନ୍ତା କରୁନଥିଲେ। ଏ ହଉଛି ସେ ଯୁଗର ଧାରା। ଦ୍ୱାପର ଯୁଗରେ ସେମିତି ନାଇଁ। ଆଉ ଗୋଟେ ଧାରାର ଗୋଟେ କଥା କହୁଛି, ଧାରାର ଆଉ ଗୋଟେ ନିୟମ ହଉଛି କଣ, ଯେ କି ବ୍ରହ୍ମ ରହିଲେ ଆଗରେ, ଜୀବ ରହିବ ପଛରେ, ରହିବ ଗୁରୁଙ୍କ ପଛରେ ଶିଷ୍ୟ ଧାଇଁବ। ଅନ୍ୟ ଯୁଗ ମାନଙ୍କରେ ଗୁରୁଙ୍କ ପଛରେ ଶିଷ୍ୟ ଧାଉଁଥିଲା, ଗୁରୁ ଯାହା ଉପଦେଶ ଦଉଥିଲେ ଶିଷ୍ୟ ତାହା ପାଳନ କରି ଚାଲିଥିଲେ। ଅନ୍ୟ ଯୁଗ ମାନଙ୍କରେ ଦେଖନ୍ତୁ, ପ୍ରତ୍ୟେକ ଯୁଗକୁ ଦେଖନ୍ତୁ, ଗୁରୁଙ୍କ ପଛରେ ଶିଷ୍ୟ ଧାଉଁଥିଲା। କୃଷ୍ଣଙ୍କ ପଛରେ ରାଧା ଧାଇଁଥିଲେ, କୃଷ୍ଣଙ୍କ ପଛରେ ଅର୍ଜୁନ ଧାଇଁଥିଲା। ମହାଭାରତ ଯୁଦ୍ଧରେ ଆମର ଯୋଉ ନନ୍ଦିଘୋଷ ରଥର ସାରଥୀ କିଏ ଥିଲେ? କୃଷ୍ଣ ଥିଲେ। କୃଷ୍ଣ ଥିଲେ ନନ୍ଦିଘୋଷର ସାରଥୀ। ଆଗରେ ଥିଲେ ନା ପଛରେ ଥିଲେ? ଆଗରେ ଥିଲେ ନା ନାଇଁ? ଆଚ୍ଛା, ସେ ଆଗରେ ରହିକିରି ଯାହା ଉପଦେଶ ଦଉଥିଲେ, ଯୋଉ ଜ୍ଞାନ ଦଉଥିଲେ, ଯୋଉ ମାର୍ଗ ସେ ଦେଖଉଥିଲେ, ଅର୍ଜୁନ ସେଇ ମାର୍ଗ ଦେଇକି ଗତି କରୁଥିଲେ ନା ସେ ତାଙ୍କ ନିଜସ୍ୱ ଭାବରେ ସେ ଗତି କରୁଥିଲେ? କୃଷ୍ଣଙ୍କ ନିର୍ଦ୍ଦେଶ ପରିଚାଳନା କରୁଥିଲେ। ନିର୍ଦ୍ଦେଶ ଯାହା ସେ ନିର୍ଦ୍ଦେଶ ଦଉଥିଲେ ସେ ତାକୁ ଅକ୍ଷର ଅକ୍ଷରେ ପାଳନ କରୁଥିଲେ, କୌଣସି ଗୋଟିଏ ନିୟମକୁ ସେ ବାଦ ଦେଇନାହାନ୍ତି। ଆଚ୍ଛା, ଯେତେବେଳେ ତାଙ୍କ ନିୟମକୁ ମାନି ଚାଲିଥିଲେ ସେ ଗୁରୁଙ୍କର ପଛରେ ଧାଇଁଥିଲେ ନା ଆଗରେ ଧାଇଁଥିଲେ? ପଛରେ। ଗୁରୁଙ୍କୁ ସେ ଆଗରେ ରଖିଥିଲେ, ପରମକୁ ଆଗରେ ରଖିଥିଲେ, ଜୀବ ରହିଲେ ପଛରେ। ଜୀବ ଅର୍ଜୁନର ଅର୍ଥ ହଉଛି କଣ? ଅର୍ଜୁନ ତାଙ୍କ ନାଁ କାହିଁକି ହେଲା ନା ଜୀବ। ଅର୍ଜୁନ ହଉଛି ଜୀବ, ସିଏ ଯାହା ଅର୍ଜନ କରନ୍ତି ତାକୁ ଅର୍ଜୁନ କୁହାଯାଏ। ପରମଙ୍କ ଭାବକୁ ଜୀବ ଯେତେବେଳେ ଅର୍ଜନ କରେ ସେ ହେଇଯାଏ ଅର୍ଜୁନ। ପରମଙ୍କ ଭାବକୁ ଅର୍ଜୁନ, ଯୋଉ ପରମଙ୍କ ଜ୍ଞାନକୁ ଅର୍ଜୁନ ଜୀବ ସେ ଅର୍ଜନ କଲେ, ତେଣୁକରି ତାଙ୍କ ନାଁ ହେଇଗଲା ଅର୍ଜୁନ। ତେଣୁକରି ଅର୍ଜନ କରିବାର କ୍ଷମତା ହଉଛି ଅର୍ଜୁନ ତାଙ୍କ ଭିତରେ ଥିଲା। ଆଚ୍ଛା, ଯେତେବେଳେ ଗୁରୁ ଯାହା ନିର୍ଦ୍ଦେଶ ଦଉଥିଲେ ଜୀବ ତାହା ପାଳନ କରି ଚାଲିଥିଲା। ଆଚ୍ଛା, ଏଇଠି ଟିକେ ତା ଭିତରକୁ ଟିକେ ଆଉ ଟିକେ ଯାଉଛି କଣ ନା, ଗୁରୁଙ୍କର ନିର୍ଦ୍ଦେଶ ଯାହା ଜୀବ ଭିତରେ ସେ ଭାବନା ନଥାଏ। ଗୁରୁ ଯୋଉ ଭାବ ଦେଖାନ୍ତି ଜୀବ ଭିତରେ ସେ ଭାବ ନଥାଏ। ଜୀବ ତାର ସ୍ୱତନ୍ତ୍ର ଭାବରେ ରହିଥାଏ। କେମିତି ନା, ଭଗବାନ ଯେତେବେଳେ କୃଷ୍ଣ ଅର୍ଜୁନକୁ ଜ୍ଞାନ ଦଉଥାନ୍ତି, ଯୋଉ ମାର୍ଗ ଦେଖାଉଥାନ୍ତି, ଅର୍ଜୁନ ଭିତରେ ଟିକେ ଯୁକ୍ତି ଆସିଥାଏ ଯେ ପ୍ରଭୁ ଏଇଟା କାହିଁ ଏମିତି ହବ, ଏଇଟା ତ ଏମିତି ହବା କଥା ନୁହଁ। ଏସବୁ ଯୁକ୍ତି ଆସେ। କାହିଁକି ସେମିତି ଯୁକ୍ତି କରନ୍ତି ନା ତାଙ୍କ ଭିତରେ ସେ ପର୍ଯ୍ୟନ୍ତ ଅର୍ଜନ କରିବାର କ୍ଷମତା ତାଙ୍କ ଭିତରେ ଆସିନଥାଏ। ତେଣୁକରି ସେ ଭଗବାନଙ୍କ କଥାକୁ ମାନିବାକୁ ରାଜି ହୁଅନ୍ତିନି, ଯୁକ୍ତି କରନ୍ତି ଯେ ଏଇଟା କାହିଁକି ଏମିତି ହବ, ଏଇଟା ତ ଏମିତି ନୁହଁ, ଏଇଟା ଏମିତି କଲେ ଭୁଲ ହବ, ଯେ ମୁଁ କାହାକୁ ମାରିବିନି। ଭଗବାନ କହୁଛନ୍ତି ତୁ ତାଙ୍କୁ ମାରିବୁ, ଯୁଦ୍ଧ ଅସ୍ତ୍ର ଧରିକି ଯୁଦ୍ଧ କରିବୁ। ସେ ରାଜି ନୁହନ୍ତି, ଯେଟା ଧର୍ମର ନିୟମ ନୁହଁ, ଏଇଟା ତ ଅନ୍ୟକୁ ମାରିବା, କିଏ ମୋ ଭାଇ ବନ୍ଧୁ କୁଟୁମ୍ବକୁ ମାରିକିରି ମୁଁ ରାଜା ହବା, ଏଇଟା ଗୋଟେ ଧର୍ମର ନିୟମ ନୁହେଁ। ତେଣୁକରି ସେ ଏସବୁ ଯୁକ୍ତି କଲେ। ସେ କେତେବେଳେ ମାନିଲେ ନା ତାଙ୍କ ଭିତରେ ଯେତେବେଳେ ଅର୍ଜନ କରିବାର କ୍ଷମତା ହେଲା, ଯେତେବେଳେ ଅର୍ଜନ ଗୁରୁ ଜ୍ଞାନକୁ ଯେତେବେଳେ ସେ ଅର୍ଜନ କଲେ, ସେ ଅର୍ଜନ କରିବାର କ୍ଷମତା ଜୀବ ଭିତରେ ଅଛି, କିନ୍ତୁ ସେ ତାକୁ ଧାରଣ କରିନଥାଏ। ଯେତେବେଳେ ଗୁରୁ ଜ୍ଞାନ ସେ ଶ୍ରବଣ କଲେ, ସେ ଅର୍ଜନ କରିବାର କ୍ଷମତା ହଉଛି କଣ ନା ପ୍ରଣବ ତତ୍ଵ ଆମ ଭିତରେ ଅଛି, ଶରୀର ଭିତରେ। ସେ ପ୍ରଣବ ତତ୍ଵର କାମ ହେଲା କଣ
ନା ଗୁରୁ ଜ୍ଞାନକୁ ପରମଙ୍କର ଜ୍ଞାନକୁ ସେ ଅର୍ଜନ କରେ। ସେ ପ୍ରଣବ ତତ୍ତ୍ୱ ସେ ପ୍ରତ୍ୟେକ ଜୀବ ଭିତରେ ଅଛି। କିନ୍ତୁ ଯଦି ପ୍ରଣବ ତତ୍ତ୍ୱକୁ ଆମେ ଜାଗ୍ରତ ନ କରିବା ତାହେଲେ ଗୁରୁ ଜ୍ଞାନକୁ ଗ୍ରହଣ କରିବାର କ୍ଷମତା ଆଉ କାହାର ଶରୀର ଭିତରେ ଆଉ କାହାର ନାହିଁ। କେବଳ ପ୍ରଣବ ତତ୍ତ୍ୱର ଅଛି ପରମ ତତ୍ତ୍ୱକୁ ଗ୍ରହଣ କରିବା ପାଇଁ। ସେ ପରମ ତତ୍ତ୍ୱକୁ ଜାଗ୍ରତ କରିବା ପାଇଁ ଗୁରୁ ତାଙ୍କୁ ଉପଦେଶ ଜ୍ଞାନ ତାଙ୍କ ମାର୍ଗ ସବୁ ଦେଖେଇଲେ। ସେ ଯେତେବେଳେ ଗୁରୁ ଜ୍ଞାନକୁ ଶ୍ରବଣ କଲା ବା ଗ୍ରହଣ କଲା ସେତେବେଳେ ତାଙ୍କର ପ୍ରଣବ ତତ୍ତ୍ୱଟି ଯେତେବେଳେ ଜାଗ୍ରତ ହେଇଛି ସେତେବେଳେ ସେ ଗୁରୁ ଜ୍ଞାନକୁ ମାନିଛନ୍ତି ବା ଗୁରୁ ଜ୍ଞାନରେ ଗୁରୁଙ୍କର ନିର୍ଦ୍ଦେଶରେ ସେ ଚାଲିଛନ୍ତି। ଯେତେବେଳେ ଗୁରୁ ଜ୍ଞାନ କେମିତି ସ୍ୱତନ୍ତ୍ର ନା ଅର୍ଜୁନ ଯାହା ଚାହୁଁଥିଲା ତା ଗୁରୁ ଜ୍ଞାନ ସେଇଟା ନୁହଁ, ସେଇଟା ହେଲା କି ନାଇଁ, ସେଟା ତାର ନିଜ ସ୍ୱଭାବ। ଯୁଧିଷ୍ଠିର ଜୀବନ ସାରା ପଣ କରିଥିଲେ ମୁଁ କେବେ ମିଛ କହିବି ନାହିଁ। ମିଛ ନ କହିବାର ପଣ କରିଥିଲେ, ସତ କହିବା ପାଇଁ ସେ ପଣ ପ୍ରତିଜ୍ଞା ଥିଲେ ଯେ ମୁଁ ଜୀବନ ସାରା କେବଳ ସତ କହିବି, ମିଛ କହିବି ନାହିଁ। ଆଚ୍ଛା, ଗୁରୁ ଜ୍ଞାନ ତାଙ୍କୁ ମିଛ କହିବା ପାଇଁ ବାଧ୍ୟ କରିଛି ନା ନାଇଁ? କରିଛି। ଗୁରୁ ବାଧ୍ୟ କରିଛନ୍ତି ନା ତୁ ମିଛ କହିବୁ? ଗୁରୁ ବାଧ୍ୟ କଲେ ନା ନାଇଁ ଛଳନା କରିବୁ? ଗୁରୁ କହିଛନ୍ତି ନା ସିଏ କଣ ଛଳନା କରିବାକୁ ତା ଇଚ୍ଛା ଥିଲା କି ଛଳନା କରିକି ଯୁଦ୍ଧ କରିବୁ? କିନ୍ତୁ ଗୁରୁ କହିଲେ ତୁ ସେଠି ତୋତେ ସେଠି ଛଳନା କରିବାକୁ ପଡିବ। ବୁଝିପାରିଲେ? ଦ୍ରୌପଦୀ ଯେତେବେଳେ ଜାଣିଲେ ଯେ ଅଭିମନ୍ୟୁ ମରିବ, ସିଏ ଆଉ ତା ପୁଅକୁ ପଠେଇଥାନ୍ତା କି ଯୁଦ୍ଧକୁ? ଜାଣିଲା, ପୁଣି ଯୁଦ୍ଧକୁ ପଠେଇଲା କେମିତି? ନା ଗୁରୁଙ୍କର ନିର୍ଦ୍ଦେଶ ଥିଲା। ସେ ଜାଣିଥିଲା ଯେ ଅର୍ଜୁନ ମରିବ, ଅଭିମନ୍ୟୁ ମରିବ, ସେ ଜାଣିଥିଲା। ଜାଣିଲା ପରେ ପଠେଇବାକୁ ବାଧ୍ୟ ହେଲେ। ନିଜ ପୁଅକୁ ଯୁଦ୍ଧ କ୍ଷେତ୍ରରେ ମରିବା ପାଇଁ କୋଉ ମା ପଠେଇବ? ପଠେଇବେ କି? କିନ୍ତୁ ଗୁରୁ ଆଜ୍ଞା ଥିଲା, ତାଙ୍କୁ ସେ ମାନିଲେ। ଗୁରୁ ଆଜ୍ଞାକୁ ମାନିଲେ, ପୁଅକୁ ଯୁଦ୍ଧକୁ ପଠେଇଲେ, ପୁଅକୁ ମରେଇଲେ। ତାପରେ କଣ ଲାଭ ହେଲା ନା କ୍ଷତି ହେଲା? ତାଙ୍କର ଲାଭ ହେଲା। ଇଏ ହଉଛି କଣ ନା ଧାରା, ଗୋଟେ ଧାରାର ଗୋଟେ ସୋପାନ। ଆହୁରି ଅଛି ଧାରା ବିଷୟରେ ତ ଠାକୁର ବହୁତ କଥା କହିଛନ୍ତି, ତତ୍ତ୍ୱ ସେଟା ଶରୀର ତତ୍ତ୍ୱ ଭିତରେ କହିଛନ୍ତି। ମୁଁ ସେଟା ଆଲୋଚନା କରିପାରିବିନି, ଜାଣିଛି ଯଦିଓ ଟିକେ ଟିକେ, କିନ୍ତୁ ତାକୁ କହିପାରିବିନି, ଦେଖେଇ ପାରିବିନି। କିନ୍ତୁ ଆମେ ଯୋଉ ମତରେ ଯୋଉ ଧାରା ଆମେ ସେଇଟାକୁ ଆମେ ଆଲୋଚନା କରିବା। ଆଚ୍ଛା, ଏଇଭଳି ଧାରା ଯୁଗାନୁବାଦରେ ଗଡ଼ି ଆସିଛି। ବର୍ତ୍ତମାନ ଆମେ ଏ ଯୁଗରେ, କଳି ଯୁଗରେ ଆମେ ପହଞ୍ଚିଲେ ଅନ୍ତିମ ପ୍ରହରରେ। ଠାକୁର ଆମକୁ ଯୋଉ ଧାରାଟି ଦେଲେ, ଏ ଧାରା ହଉଛି ସ୍ୱତନ୍ତ୍ର ଥିଲା। ଏଇ ପ୍ରକାର ଥିଲା, ଗୁରୁ ଥିଲେ ଆଗରେ, ଶିଷ୍ୟ ରହିଥିଲେ ପଛରେ। ଗୁରୁ ପଛେ ପଛେ ଶିଷ୍ୟ ଧାଉଁଥିଲେ। କିନ୍ତୁ ଏ ଯୁଗର ଧାରା ଟିକେ ସ୍ୱତନ୍ତ୍ର। ସ୍ୱତନ୍ତ୍ର କଣ? ଯେ ଶିଷ୍ୟ ରହିବ ଆଗରେ, ଗୁରୁ ଘୋଡେ ଧାଇଁବେ ତା ପଛରେ। ଏଇ ହଉଛି ସ୍ୱତନ୍ତ୍ର। ଆମେ ବର୍ତ୍ତମାନ ଶିଷ୍ୟ, ଆମର ଗୁରୁ ଅଛନ୍ତି। ଆଚ୍ଛା, ଆମେ ଗୁରୁ ପଛରେ ଧାଇଁଛେ ନା ଗୁରୁ ଆମ ପଛରେ ଧାଇଛନ୍ତି? ଟିକେ ଲକ୍ଷ୍ୟ କରନ୍ତୁ। ଅନ୍ୟ ଯୁଗକୁ ଦେଖେଇଲି ମୁଁ, ଗୁରୁ ଆଗରେ ଥିଲେ, ଶିଷ୍ୟ ତା ପଛରେ ଧାଉଁଥିଲା। କିନ୍ତୁ ବର୍ତ୍ତମାନ ତମେ ଲକ୍ଷ୍ୟ କର, ପ୍ରତ୍ୟକ୍ଷ ଗୁରୁ ପାଇଛ, ପ୍ରତ୍ୟକ୍ଷ ଗୁରୁଙ୍କୁ ତମେ ଲକ୍ଷ୍ୟ କଲେ, ଏଟା ତ କୌଣସି ଜଣା ମାନେ କି କହିଦେବା କଥା ନୁହେଁ, କି କୌଣସି ଶାସ୍ତ୍ର ପୁରାଣ ପଢିକିରି ଆମେ ଜାଣିବା କଥା ନୁହେଁ। ଏଟା ପ୍ରତ୍ୟକ୍ଷ ଦର୍ଶନ ଆମର, ଯେ କି ଆମ ପଛରେ ଗୁରୁ ଧାଉଁଛନ୍ତି ନା ଆମେ ଗୁରୁଙ୍କ ପଛରେ ଧାଇଁଛେ? ଆମ ପଛରେ ଗୁରୁ ଧାଇଛନ୍ତି। ଏଟା ସ୍ୱତନ୍ତ୍ର ନା ନାଇଁ? ଆମେ କହିଦେଲେ ଖାଲି ହବନି, ଠାକୁର ବି ସେ ଦେଖିଦେଇଛନ୍ତି। ତୁ ଏକମାତ୍ର ଧର୍ମ, ସନାତନ ଧର୍ମ ରଥର ତୁ ଏକମାତ୍ର ସାରଥୀ କହିଛନ୍ତି ନା ନାଇଁ? ଆଚ୍ଛା, ସେଠି ତ ଅର୍ଜୁନ ସାରଥୀ କରିଥାନ୍ତେ, କୃଷ୍ଣ ତ ଲଢେଇ କରିଥାନ୍ତେ। ସେଠି କୃଷ୍ଣ ହେଲେ ସାରଥୀ, କୃଷ୍ଣ ସାରଥୀ ଥିଲେ, ଆଗରେ ବସିଥିଲେ। ଏଠି ସେ କଣ କହିଲେ?
ତୁ ହଉଛି ଏକମାତ୍ର ସାରଥି। ସାରଥି। ସନାତନ ଧର୍ମ ରଥର ତୁ ହଉଛି ଏକମାତ୍ର ସାରଥି। କହିଛନ୍ତି ନା ନାଇଁ? ଏଇଟା କହିଛନ୍ତି। ଏଠି ଦେଖନ୍ତୁ, ଏଠି ସେ କହିଲେ ତୁ ଏକମାତ୍ର ସାରଥି, 10 ଦିଗରେ ବାହିନେ, ତୋର ରଥକୁ 10 ଦିଗରେ ବାହିନେ, ଧର୍ମ ପକ୍ଷୀ ହୋଇ ଗଗନ ପବନରେ ଉଡ଼ି ବୁଲିବୁ। ଧର୍ମ ପକ୍ଷୀ ହେଇକି ଗଗନ ପବନରେ ଉଡ଼ି ବୁଲିବୁ। ତୁ କଣ ମୋ ପରି ହୋଇପାରିବୁନି? ଠାକୁର କହିଲେ ତୁ କଣ ମୋ ପରି ହେଇପାରିବୁନି? ତୁ କଣ ମୋ ଇଚ୍ଛାକୁ ପୂରଣ କରିପାରିବୁନି? ଏ କଥା କାହିଁ କହିଲେ? ଠାକୁରଙ୍କର ଗୁରୁଙ୍କର ଯୋଉ ଇଚ୍ଛା, ପରମ ପୁରୁଷଙ୍କର ଯୋଉ ଇଚ୍ଛା, ମୁଁ ତାକୁ ପୂରଣ କରିପାରିବି? ସେ କ୍ଷମତା ତାହେଲେ ଜୀବକୁ ସେ ଦେଇଲେ ନା ନାଇଁ? ଦେଇଛନ୍ତି। ରଥ ବାହିବାର କ୍ଷମତା ମୋ ଭିତରେ ଅଛି ବୋଲି ସେ ମତେ ରଥ ବାହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନା ନାଇଁ? ମୁଁ ଯଦି ତାଙ୍କ ଇଚ୍ଛାକୁ ପୂରଣ ନ କରିପାରିବି, ସେ ମତେ କହିଥାନ୍ତି କି ଯେ ମୋ ଇଚ୍ଛାକୁ ତୁ ପୂରଣ କରିବୁ? ନାଇଁ, କହିପାରିବେ କି? ତୁ ପାରିବୁ। ତାପରେ ସେ କହିଲେ ତୁ ପାରିବୁ, ତୁ ନିଶ୍ଚୟ ପାରିବୁ। ମୋର ଏ ଭରସା ତୋ ଉପରେ ଅଛି ରେ ଧନ। ଏ କଥା କହିଛନ୍ତି ନା ନାଇଁ ଚରମରେ? ତୁ ପାରିବୁ, ତୁ ନିଶ୍ଚୟ ପାରିବୁ, ଏ ଭରସା ମୋର ତୋ ଉପରେ ଅଛି, ତୁ ନିଶ୍ଚୟ ପାରିବୁ। ଏ ଭରସା ସେ ସିଏ ଆମ ଉପରେ ରଖିଛନ୍ତି ନା ନାଇଁ? ତୁ ମତେ ନିର୍ଭର କରିଛୁ କି ନାଇଁ, ହେଲେ ମୁଁ ବା ତୋ ଉପରେ ନିର୍ଭର ରଖିଛି। ଏ କଥା ସେ ଚରମରେ ଲେଖିଲେ ନା ନାଇଁ? ତାହେଲେ ଆମ ଉପରେ ସେ ନିର୍ଭର କଲେ, ଆମେ ଏମିତି କେମିତିଆ କାଢୁଆ କି? ଆମର କି ଦକ୍ଷତା ଅଛି ଯେ କି ଆମ ଉପରେ ସେ ଭରସା କଲେ? ଏଡ ବଡ ଯେ ଧର୍ମ ପ୍ରତିଷ୍ଠା, ଯୁଗ ଧର୍ମର ପ୍ରତିଷ୍ଠା କରିବା ପାଇଁ ମୋ ଉପରେ ଦାୟିତ୍ୱ ନଦୀ ଦେଇଛନ୍ତି। ଆମ ଭିତରେ ସେ ଯୋଗ୍ୟତା ଅଛି ନା ନାଇଁ? ଅଛି ବୋଲି ସେ ଆମ ଉପରେ ଦାୟିତ୍ୱ ନଦୀଛନ୍ତି ନା ନାଇଁ? ନିର୍ଭର ଅଛନ୍ତି। ସେ କହିଲେ ତୁ ମତେ ଭରସା କରିଛୁ ନା, ହେଲେ ମୁଁ ତୋ ଉପରେ ଭରସା ରଖିଛି, କରିପାରିବ। ସେ ଜାଣିଛନ୍ତି। ତେଣୁକରି ଏଇ ଯୋଉ ଜିନିଷ, ଏ ଯୁଗର ସ୍ୱତନ୍ତ୍ର ନିୟମ ହଉଛି କଣ? ଏଇଟା ହଉଛି ସ୍ୱତନ୍ତ୍ର। ଏଇ ଜିନିଷଟା କଣ? ଏଇ ସ୍ୱତନ୍ତ୍ରତା ଆମେ ଟିକେ ଦେଖେଇବା ଯେ କି ପ୍ରତି ଯୁଗରେ ଶିଷ୍ୟଙ୍କ ପଛରେ, ଗୁରୁଙ୍କ ପଛରେ ଶିଷ୍ୟ ଧାଉଁଥିଲେ, ଇଏ ବର୍ତ୍ତମାନ ଗୁରୁ ଧାଉଛନ୍ତି ଶିଷ୍ୟଙ୍କ ପଛରେ। ଆମେ ଆମ ଇଚ୍ଛାକୁ ଗୁରୁ ପୂରଣ କରୁଥିଲେ, ଆମେ ବର୍ତ୍ତମାନ ଗୁରୁ କହୁଛନ୍ତି ମୋ ଇଚ୍ଛାକୁ ତୁ ପୂରଣ କରିବୁ। ଏଟା ସ୍ୱତନ୍ତ୍ରତା ନା ନାଇଁ? ଏମିତି କୌଣସି ଯୁଗରେ ହେଇଛି କି? ଅନ୍ୟ କୌଣସି ଗୁରୁ ମାନେ କଥା କହିଛନ୍ତି କି? ଜୀବକୁ ରଖିଲେ ଆଗରେ, ଆଉ କଣ? ଜୀବକୁ ସେ ଆଗରେ ରଖିଲେ, ଜୀବ ଉପରେ ସବୁ ଦାୟିତ୍ୱ ଦେଲେ, ଜୀବ ଉପରେ ସେ ନିର୍ଭର କଲେ, ଭରସା ରଖିଲେ। ଏଇ ଯୋଉ ଜିନିଷ, ଇଏ ହଉଛି ସ୍ୱତନ୍ତ୍ର। ଏଇ ସ୍ୱତନ୍ତ୍ରତାକୁ ଆମେ କେମିତି, ଆମ ଉପରେ ଯୋଉ ଦାୟିତ୍ୱ ଦିଆହେଇଛି, ଆମ ଉପରେ ସେ ଯୋଉ ନିର୍ଭର ରଖିଛି, ଆମେ ତାକୁ ପାଳନ କରିବା। ସେ ପାଳନ କରିବାର କ୍ଷମତା ଆମ ଭିତରେ ଅର୍ଜନ ଆମେ କରିବା, କଲେ ଯାଇକି ତାଙ୍କ ଇଚ୍ଛାଟା ପୂରଣ ହବ। ଆଉ ଆମେ ଧାରାରେ ପହଞ୍ଚିବା, ଆଉ ଧାରାରେ ପହଞ୍ଚିଲେ ଆମେ ତାଙ୍କ ସହିତ ଏକାକାର ହେଇଯିବା। ତୁ ଆଉ ମୁଁ ପୁରା ଏକାକାର। ତୋ ଭିତରେ ମୁଁ ଅଛି, ମୋ ଭିତରେ ତୁ ଅଛୁ। ଏହା କଣ ତୋର ଅନୁଭବ ନୁହେଁ କି ଧନ? କହିଛନ୍ତି ନା ନାଇଁ? ସିଏ ତ ମୋ ଭିତରେ ଅଛନ୍ତି, ମୁଁ ତ ତାଙ୍କ ଭିତରେ ଅଛି। ଏତେ ଅଡୁଆ ଫେରେ କାହିଁ ହଉଛି? ଅଡୁଆ ଅଛି ନା ନାଇଁ? ଆମେ ମିଶି ପାରୁଛେ କି? ତେଣୁକରି ଆମ ଭିତରେ ଅଛି, ଆମ ଭିତରେ ସେଇ ଅର୍ଜନ କରିବା। ଆମକୁ ଯୋଉ ଧାରା ଠାକୁର ଦେଇଛନ୍ତି, ଆମେ ଯୋଉ କହୁଛେ ଯେ କି ଏଇ ଯୋଉ ଧ୍ୟାନ ପ୍ରାର୍ଥନା କରିବା, ସାଷ୍ଟାଙ୍ଗ ପ୍ରଣାମ କରିବା, ପୂଜା କରିବା, ଏଇ ଅର୍ଘ୍ୟ ଫଳ ଦେବା, ଏଇ ସବୁ ଜିନିଷକୁ ଆମେ ଯୋଉ ଧାରା ବୋଲି ଭାବି ନେଇଛେ, ଇଏ ପ୍ରକୃତରେ ଧାରା ନୁହଁ। ଇଏ ଆମକୁ ଦକ୍ଷତା ଅର୍ଜନ କରଉଛି। ଧାରା କଲେ ଆମେ ଠାକୁରଙ୍କ ସହିତ ସମ୍ପର୍କ ରଖିବା, ଠାକୁରଙ୍କୁ ମନେ ପକେଇବା, ଠାକୁରଙ୍କୁ ଭାବିବା, ଠାକୁରଙ୍କୁ ଚିନ୍ତା କରିବା। ଯାହାକୁ ଚିନ୍ତା କରିବା ତାକୁ ଭଲ ପାଇବା ସୃଷ୍ଟି ହବ। ଭଲ ପାଇବା ସୃଷ୍ଟି ହେଲେ ତାଙ୍କ କଥା ମାନିବାକୁ, ତାଙ୍କ ଆଦେଶ ପାଳନ କରିବାକୁ ଆମର ଅସୁବିଧା କିଛି ହବନି। ନିଶ୍ଚିତ ଯାହାକୁ ଆମେ ଭଲ ପାଉଛୁ ତା କଥା ମାନିବାକୁ ଆମେ ବାଧ୍ୟ ହବା। ସେଟା ମାନିବାଟା ଆମକୁ ସହଜ ହେଇଯିବ। ଏଇଟା ହଉଛି ଧାରା। ମନେ ପକେଇବା, ପୂଜା କରିବା,
ପୂଜାର ଅର୍ଥ ହଉଛି କଣ ନା ପୂଜା କଲେ ତମେ ଆଚରଣ ସିଦ୍ଧ ହବ। ଆପଣ ଏବେ ମନ୍ଦିରକୁ ଯାଉଛନ୍ତି, ଆଚରଣ ସିଦ୍ଧ ହଉଛନ୍ତି ନା ନାଇଁ? ଆଉ ଭଲ ଶରୀରକୁ ଶୌଚ କରୁଛନ୍ତି, ଭଲ ଶୌଚ ବସ୍ତ୍ର ଖଣ୍ଡେ ପିନ୍ଧୁଛନ୍ତି, ମାଳା ଟିକେ ତିଲକ ଟିକେ ଲଗଉଛନ୍ତି, ଏଇ ସବୁ ଅଶୌଚ ଅବସ୍ଥାକୁ ଶୌଚ ହଉଛନ୍ତି। ଏଇ ସବୁ ଆଚରଣ ଆମ ଭିତରେ ଆଚରଣ ସିଦ୍ଧ ଆମେ ହଉଛନ୍ତି। ବାର ବାର ସେଇ ଆଚରଣ କରିଚାଲିବା, ତାହେଲେ ଆମର ଆଚରଣଟା ଆମ ଭିତରେ ସିଦ୍ଧ ହେଇଯିବ। କି ଆଉ ଆଚରଣ ବିହୀନ କାର୍ଯ୍ୟ କରିବନି, କି ଆଚରଣ ବିହୀନ ହବନି। ଝାଡା ପରିସ୍ରା କଲା ବେଳେ ଆମେ ଶୌଚ ହଉଛେ ନା ନାଇଁ? ଯୋଉମାନେ ଆଚରଣ ସିଦ୍ଧ ସେମାନେ ଝାଡା ପରିସ୍ରାରେ ଶୌଚ ହଉଛନ୍ତି ନା ନାଇଁ? ସେ ଶୌଚ ବସ୍ତ୍ର ପିନ୍ଧୁଛନ୍ତି ନା ନାଇଁ? ସେ ଆଚରିତ ବସ୍ତ୍ରରେ ପରିଧାନ କରୁଛନ୍ତି ନା ନାଇଁ? ଦେଖ ଯୋଉମାନେ ଆଉ ଯୋଉମାନେ ଏଇ ସବୁ କାମ କରୁନାହାନ୍ତି ସେମାନଙ୍କୁ ଦେଖିଲେ ଏଇ ନିୟମ ଭିତରେ ସେମାନେ ଅଛନ୍ତି। ତେଣୁକରି ଯୋଉମାନେ ପୂଜା କରିବା ପାଇଁ ଆମକୁ କୁହାଯାଇଛି, କାହିଁକିନା ଆଚରଣ ସିଦ୍ଧ ହବ। ତମେ ବାର ବାର କଲେ ତମ ଭିତରେ ଆଚରଣଟା ସିଦ୍ଧ ହେଇଗଲା, ତମେ ସେଠି ଆଚରଣ ପ୍ରତି ମୁହୂର୍ତ୍ତରେ କରି ଚାଲିବ। ଏଇଟା ଗତ ଉପରେ ରହିଲେ ହବ, ସେଟା ଅଟୋମେଟିକ ଆଉ। ପ୍ରାର୍ଥନା କରିବା, ଗୁରୁଙ୍କୁ ପ୍ରାର୍ଥନା ଆମେ କରିବା। ପ୍ରାର୍ଥନା କଲେ ଆମର ଯୋଉ ଭାବ ଆମ ମନକୁ ପବିତ୍ର କରିବା, ଭାବ ମନକୁ ଆମେ ପବିତ୍ର କରିବା ପାଇଁ ଆମେ ପ୍ରାର୍ଥନା ଗାଉଛେ। ବୁଝିପାରିଲେ କି? ତେଣୁକରି ପୂଜା ଯୋଉ ଦାନ କରୁଛେ, ଏଗୁରା ସବୁ କଣ ନିଜ ପାଇଁ। ଇଷ୍ଟା ଆର୍ଘ୍ୟ ଆମେ କାହିଁ ଦଉଛେ? ଠାକୁରଙ୍କ ଆୟୁଷ ବଢିବ ନା, ଠାକୁର ରୋଗ ମୁକ୍ତ ହେବେ ନା, ଠାକୁରଙ୍କର ବିପଦ ମୁକ୍ତ ହେବେ। ଆମକୁ ଯୋଉ ଠାକୁର ଅର୍ଘ୍ୟ ଫଳ ପକେଇବା ପାଇଁ ଦେଇଛନ୍ତି, ସେଟା ଆମ ପାଇଁ ନା ନାଇଁ? ଆମ କାମରେ ସେ ଆସିବ ନା ନାଇଁ? ତେଣୁକରି ଆମ କାମରେ ସେ ଆସୁଛି ନା ନାଇଁ? ଆମେ ବା ସେଇ ଭାବରେ ରହିଯାଇଛେ, ଅର୍ଘ୍ୟ ଫଳକୁ ବେକାର ପକଉଛେ। ସେଇ ଗୋଟା ଭୟ ରହିଛି, ଅର୍ଘ୍ୟ ଫଳ ଆମ ସବୁ ବିପଦରୁ ମୁକ୍ତ କରିବ। ଅର୍ଘ୍ୟ ଫଳ ବେକାର ଅଛି, ଆମ କୌଣସି ବିପଦ ପଡିବନି। କି ଅର୍ଘ୍ୟ ଫଳ ଆମର କର୍ମ ଫଳକୁ ସେ କାଟିବ, ଖଣ୍ଡନ କରିବ। ଏଇ ସବୁ ଭାବନା ନେଇକି ଆମେ ଅର୍ଘ୍ୟ ଫଳ ପକେଇଛେ। କିନ୍ତୁ ପ୍ରକୃତ ଅର୍ଘ୍ୟ ଫଳକୁ ଆମେ ଶ୍ରଦ୍ଧାରେ ଗ୍ରହଣ କରନେ ଯେ ଅର୍ଘ୍ୟ ଫଳଟା ଗୁରୁଙ୍କର ନିର୍ଦ୍ଦେଶ, ଆଦରେ ଗୁଣା କଣ ଉପକାର ହଉଛି, ଏଇ ଗୋଟେ ଧାରା ଭିତରେ ସେ ତାକୁ ଆମେ ନଉନେ। ଖାଲି ଆମେ ଭୟରେ ସାଷ୍ଟାଙ୍ଗ ପ୍ରଣାମ, ରୋଗ ସବୁ ଆମ ଭିତରେ ସବୁ ରୋଗକୁ ଦେଖିକି ଭୟ କରି ସବୁ ସାଷ୍ଟାଙ୍ଗ ପ୍ରଣାମ କରୁଛନ୍ତି। ପ୍ରକୃତ ଧାରା ଭିତରକୁ ଧାରାରେ ଚଳିବା ପାଇଁ ସାଷ୍ଟାଙ୍ଗ ପ୍ରଣାମ ପ୍ରାୟ ଭାଇ ଭଉଣୀ ମାନେ କରୁନାହାନ୍ତି। ମୋର ଯେତିକି ସମସ୍ତେ ନୁହନ୍ତି, କିନ୍ତୁ କିଛି ଲୋକ ଏଇ ଭୟରେ ସେ ସାଷ୍ଟାଙ୍ଗ ପ୍ରଣାମ କରୁଛନ୍ତି 12 ଥର। ଦେଖେଇଦେଲା ନା ସାଷ୍ଟାଙ୍ଗ ପ୍ରଣାମ କଲେ କଣ ତମର ଉପକାର ହଉଛି? ମାନେ ନିଜର ଉପକାର ପାଇଁ, ନିଜ ପାଇଁ, ନିଜ ସ୍ୱାର୍ଥ ପାଇଁ ଆମେ ନିଜ ସ୍ୱାର୍ଥରେ ଆମେ ଏଇ ସବୁ ଧାରାକୁ ଲଗେଇ ଦଉଛେ। କିନ୍ତୁ ସେ ଜିନିଷ ସେଇଆ ନୁହେଁ। ଯାହା ଆମେ କରୁଛେ ଆମ ପାଇଁ, ଆମ ଭିତରେ ଦକ୍ଷତା ଅର୍ଜନ କରିବା ପାଇଁ। ଏଇ ଦକ୍ଷତା, ଧର ଭାଇଙ୍କର ରୋଗ ହେଇଛି, ସେ ତ ଠାକୁରଙ୍କ କର୍ମ କରିପାରିବେନି। ଯଦି ସେ ରୋଗ ମୁକ୍ତ ହେବେ, ସୁସ୍ଥ ହେବେ, ତାହେଲେ ଗୁରୁଙ୍କ କରିବା ପାଇଁ ସେ ଯୋଗ୍ୟ ହେବେ, ଗୁରୁଙ୍କର ଆଦେଶ ପାଳନ କରିବା ପାଇଁ ସେ ଯୋଗ୍ୟ ହେଇଯିବେ। ତେଣୁକରି ଏଇ ଜିନିଷ ପାଇଁ ଆମକୁ ଏଇ ସବୁ ରକ୍ଷା କବଚ ଦିଆଯାଇଛି, ଆମର ସୁରକ୍ଷା ପାଇଁ। ଅର୍ଥାତ୍ ଆମ ଭିତରେ ସେ ଯୋଗ୍ୟତା ଆସିବା ପାଇଁ ଧାରା ଦିଆଯାଇଛି, ଏଇ ଯୋଉ ଦୀକ୍ଷା ଦିଆଯାଇଛି। ଆମ ଭିତରେ ସେ ଦକ୍ଷତା ଆସିଲେ ଆମେ ଧର୍ମ ଗୁରୁ କାର୍ଯ୍ୟକୁ ବାହି ପାରିବା। ସେଟା ହଉଛି ଦକ୍ଷ। ଆଉ ଆମେ ତାକୁ ଯଦି କହିବା ଇଏ ଧାରା, ଏଇ ହଉଛି ଧାରା, ଆମେ ଏତିକି ତ କରୁଛେ, ଆଉ କଣ ସତ୍ସଙ୍ଗ ନାହିଁ, କି ଗୁରୁଙ୍କର କୌଣସି ସେବା କାର୍ଯ୍ୟରେ ନିଯୁକ୍ତ ହଉନାହାନ୍ତି, କେବଳ ଧାରା ଠାକୁର ମୋର ସକାଳ ସନ୍ଧ୍ୟାବେଳେ ମୋର ଧାରା ଟିକେ କରୁଛି, ପାଳନ କରୁଛି, ମୋର ଆଉ କିଛି ଦରକାର ନାହିଁ। ଠାକୁର ତ ଏଇଆ କହିଛନ୍ତି କରିବା ପାଇଁ ମୁଁ କରୁଛି ଆଉ। କିନ୍ତୁ ଦକ୍ଷତା ଅର୍ଜନ ହେଲା ପରେ ତମେ କିଛି କରିବ ନା କରିବନି? ନିଶ୍ଚୟ ନା। ବାପା ମତେ କହିଥିଲା ପାଠ ପଢିବା, ମୁଁ ତ ପାଠ ପଢିକି ସାର୍ଟିଫିକେଟ ଖଣ୍ଡେ ଧରିଛି ଆଉ। ଆଚ୍ଛା, ସାର୍ଟିଫିକେଟ ପାଇସାରିଲା ପରେ ଯୋଉ ଦକ୍ଷତା ତ ଭିତରେ ଆସିଲା, ସେ କିଛି କରିବ ନା କରିବନି? କରିବ ନା। ସେ କରିବାଟା କଣ? ଯୋଉ କରିବାଟା, ସେ ଯୋଉ ଆମ ଉପରେ ଯୋଉ ଭରସା ରଖିଛନ୍ତି, ଆମକୁ କିଛି କରିବାକୁ ପଡିବ। ତେଣୁକି ଆମକୁ କଣ କରିବା ପାଇଁ ସେ କହିଛନ୍ତି? ତାଙ୍କ ଆଦେଶ ମାନିବା ପାଇଁ। ତାଙ୍କ ଆଦେଶ କଣ? ସେ ଯାହା କହିଛନ୍ତି ତାଙ୍କ ଆଦେଶ ସେ ତ ଆମକୁ କହିଛନ୍ତି କଣ, ମତେ ଟଙ୍କା ଆଣିଦବୁ, ସୁନା ଦବୁ, ମୋ ବଗିଚା ସଫା କରିବୁ, ଏହା ସେ କହିଛନ୍ତି କି?
ସିଏ ଯୋଉ ମୋ କହିଛନ୍ତି ପାଇଁ ମନ୍ଦିର ତିଆରି କରିବୁ, ମୋ ପାଇଁ ସୁନା ମୁକୁଟ ଆଣିକି ଦବୁ, ଏସବୁ ସେ କହିଛନ୍ତି କରିବା ପାଇଁ। ନା, ସେ କଣ କହିଛନ୍ତି ନା ଜଗତ କଲ୍ୟାଣ କରିବୁ। ଧର୍ମର ସନାତନ ଧର୍ମର ସାରଥୀ ହେଇକିରି ସନାତନ ଧର୍ମ ରଥର କାମ କଣ? ଧର୍ମ ପ୍ରତିଷ୍ଠା କରିବା, ଯୁଗ ଧର୍ମ। ଆଚ୍ଛା, ଯୁଗ ଧର୍ମ ପ୍ରତିଷ୍ଠା କରିବା ପାଇଁ ମତେ କିଛି ଯୁଗ ଧର୍ମ ପ୍ରତିଷ୍ଠା କରିବା ପାଇଁ ଆମର କଣ ଦକ୍ଷତା ଅଛି? କଣ କରିବା ଅଛି ଆମ ଭିତରେ ସେଗୁଡା ଦକ୍ଷତା? ନା ଆମ ଭିତରେ ସେ ଜ୍ଞାନ ଅଛି ଆମେ କଣ ଯୁଗ ଧର୍ମ ପ୍ରତିଷ୍ଠା କରିବା? ଜଗତ କଲ୍ୟାଣ କେମିତି ଆମ ଦ୍ୱାରା ହବ? ଆଚ୍ଛା, ସିଏ ତ ଜଗତ କଲ୍ୟାଣ କରିବା ପାଇଁ ଆସିଛନ୍ତି। ଆଚ୍ଛା, ଜଗତର କଲ୍ୟାଣ କେମିତି ଆମ ଦ୍ୱାରା ହବ? ସେ ତ କହିଲେ ତୋ ଦ୍ୱାରା ସବୁ ହବ, ତୁ ହିଁ କରିବୁ, ତୁ ହଉଛୁ ଏକମାତ୍ର ମୋର ଗେଲାନନ୍ଦନ। ଆଚ୍ଛା, ମୁଁ ଦ୍ୱାରା ଯଦି ସବୁ ହବ ତାହେଲେ ମୁଁ କଣ ଜାଣିଛି ମତେ କହିଲେ ଦେଖିବା, ମୁଁ କଣ କରିବି? ଜାଣିଛୁ କିଛି? କରିପାରିବ? ଆମେ କିଛି ଜାଣିନେ, କିଛି କରିବି ପାରିବାନି। କିନ୍ତୁ ଆମେ କଣ କରିବା ଦରକାର? ସେ ଯୋଉ ଧାରାଟି ଦେଇଛନ୍ତି, ଯଦି ସେ ଧାରାରେ ଆମେ ଚାଲିବା ତାହେଲେ ଆମେ ଜାଣିବା ପାଇଁ ଯୋଗ୍ୟ ହବା। ଆମକୁ କଣ ଦାୟିତ୍ୱଟା ଦିଆଯାଇଛି ସେଇଥିରେ ଆମେ କାର୍ଯ୍ୟଟି କରିବା। ଯଦି ଧାରାରେ ଚାଲିବା, ଧାରା ହଉଛି କଣ ନା, ଧାରା ହଉଛି ଗୋଟେ, ଧାରାକୁ ଓଲଟାଇଲେ ଗୋଟେ କଣ ରାଧା ଭାବ ହୁଏ। ରାଧାଙ୍କର ଭାବ ଆମ ଭିତରେ ସୃଷ୍ଟି ହବ। ରାଧା ଭାବ ଯେତେବେଳେ ସୃଷ୍ଟି ହେଲା ତାହେଲେ ଆମେ ଗୁରୁଙ୍କର ଆଜ୍ଞାକୁ, ଗୁରୁଙ୍କୁ ଆମେ ଝୁରିବା, ଗୁରୁଙ୍କର ପଥକୁ ଅନୁସରଣ କରିବା। ତେଣୁକରି ଏଇ ଯୋଉ ନିୟମ, ଏ ନିୟମ ଆମେ ଟିକେ ଆମ ଜୀବ ବିଚାରକୁ ଆମେ ଯିବା। ଜୀବ ବିଚାରକୁ ଗଲେ କେମିତି ହବ ନା, ଧାରା ହଉଛି ଗୋଟେ ନିୟମ, ଗୋଟେ ନିୟମରେ ଚାଲିବାକୁ ଗୋଟେ ଧାରା କୁହାଯାଏ। ଧାରା ଶବ୍ଦ ଆହୁରି କିଛି ଅଛି, କିନ୍ତୁ ଆମକୁ ଯୋଉ ନିୟମ ଦିଆଯାଇଛି ସେ ନିୟମଟି ହେଉଛି ଧାରା। ଆଚ୍ଛା, ନିୟମଟି କଣ? ନାଇଁ, ଆଉ ଗୋଟେ କଥା, ଯୋଉ ଧାରା ଦେଇଛନ୍ତି ଠାକୁର, ଧାରା ତ ଖାଲି ଧାରା କହିନାହାନ୍ତି, ତାକୁ କହିଛନ୍ତି ଭାବଧାରା। ଭାବଧାରାରେ ଚାଲିବୁ, କର୍ମକୁ ଧାରାରେ ଯୋଡ଼ିବୁ, କର୍ମଧାରା। ଆମକୁ ଠାକୁର କର୍ମଧାରା କହିଛନ୍ତି ନା ନାଇଁ? ଆମକୁ ଯୋଉ ସନ୍ଦେଶ ପତ୍ର ଦେଇଛନ୍ତି କର୍ମଧାରା ପାଳନ କର କହିଛନ୍ତି ନା ନାଇଁ? ଧର୍ମଧାରା ପାଳନ କରୁଛୁ କି ନାଇଁ? ଧର୍ମକୁ ଯୋଡ଼ିଲେ ଧାରା ସହିତ ଧର୍ମଧାରା, କର୍ମକୁ ଯୋଡ଼ିଲେ ଧାରା ସହିତ କର୍ମଧାରା, ଭାବକୁ ଧାରା ସହିତ ଯୋଡ଼ିଲେ ଭାବଧାରା, ଚିନ୍ତାଧାରା। ଆରେ ଚିନ୍ତାଧାରାଟା ଠିକ ନାହିଁ ଆଉ। ଚିନ୍ତା ତ ମୋ ଭିତରେ ଅଟୋମେଟିକ ହଉଛି, ଭାବ ତ ମୋ ଭିତରେ ଅଟୋମେଟିକ ସୃଷ୍ଟି ହଉଛି, କର୍ମ ତ ମୋ ଭିତରେ ଅଟୋମେଟିକ ସୃଷ୍ଟି ହଉଛି, ଧର୍ମ ତ ମୋ ଭିତରେ ଅଛି। ତା ସହିତ ଧାରାକୁ ଯୋଡ଼ିବୁ, ସବୁଥିରେ ଧାରାକୁ ଯୋଡ଼ିଲେ ଯାଇକିରି ତାର ସୁଫଳଟା ମିଳିବ। କର୍ମ ଆମେ କରୁଛେ ନା ନାଇଁ? ସମସ୍ତେ କର୍ମ କରୁଛେ। ଆମ ଭିତରେ ଭାବ ଅଛି ନା ନାଇଁ? ଆମେ ଠାକୁରଙ୍କୁ ଭଲ ପାଉଛେ ନା ନାଇଁ? ଠାକୁରଙ୍କୁ ଜାଣିଛେ ନା ନାଇଁ? ଠାକୁର କର୍ମ କିଛି କରୁଛେ ନା ନାଇଁ? ଆଉ ଯଦି ଭାବ ନଥାନ୍ତା ଆମେ କରିଥାନ୍ତେ କି? ଠାକୁରଙ୍କୁ ଆମେ ଭଲ ପାଉଛେ, ଭାବ ଅଛି। ଠାକୁରଙ୍କ ପାଇଁ କିଛି କରୁଛେ ନା ନାଇଁ? ଏଠି ବସିଛେ କାହିଁକି? ଠାକୁରଙ୍କ ପାଇଁ ବସିଛେ, ଗୋଟେ କର୍ମ କରୁଛେ। ଧର୍ମ, ଆମେ ପୂଜା ପାଠ ଭଲ ମନ୍ଦ ସବୁ କରୁଛେ ନା ନାଇଁ? ଧର୍ମ ପାଳନ କରୁଛେ, ତାହେଲେ ହଉନି କଣ? ଆମେ ତ କରୁଛେ। ଆଉ କହିବେ କି ନାଇଁ ମୁଁ ଠାକୁରଙ୍କୁ ଭଲ ପାଏନି, କହିବେ କି? ଭଲ ପାଉଛେ, ଭାବ ଅଛି ବୋଲି ଭଲ ପାଉଛେ, କର୍ମ କରୁଛେ, ଧର୍ମ ବି କରୁଛେ, ତାଙ୍କ ପାଇଁ କିଛି କରୁଛେ, ସତ୍ସଙ୍ଗରେ ବସୁଛେ, କିଛି ପୂଜା ପାଠ କରୁଛେ, ଏମିତି ସବୁ ଯାହା ବି ଆମର କିଛି କିଛି କରୁଛେ, ତାହେଲେ ଧର୍ମ ପାଳନ ତ କରୁଛେ, କିନ୍ତୁ ତା ଦେହରେ ଆମର ହଉନି ଫେରେ କଣ ନା, ତା ସହିତ ଆମେ ଧାରାକୁ ଯୋଡୁନେ। ପ୍ରତ୍ୟେକ ଭାବ ଅଛି, ଧର୍ମ କରୁଛେ, ହେଲେ ଭାବକୁ ଯୋଡିନେ। ଭାବକୁ ଯୋଡ଼ିଲେ କଣ ନା, ତାର ଗୋଟେ ନିୟମରେ ଚାଲିବ। ପ୍ରତ୍ୟେକ ଜିନିଷ ଗୋଟେ ନିୟମରେ ଚାଲିବାକୁ ଧାରା କୁହାଯାଏ। ସେ ନିୟମଟି କଣ? ଧର୍ମ କହିଲେ କଣ ବୁଝେ? ଧର୍ମ କହିଲେ ଦୁଇ ପ୍ରକାର କଥା ଆସିବ। ଧର୍ମ କହିଲେ ଦୁଇ ପ୍ରକାର କଥା ଆସିବ। କଣ? ବିଷୟ ଧର୍ମ ଆଉ ଗୋଟେ ପିୟୁଷ ଧର୍ମ। ବିଷୟକୁ ବି ଧର୍ମ କହିଲେ ତ ସଂସାର ଧର୍ମଟା ମୁଁ ପାଳନ କରୁଛି। ସଂସାର ପଥରେ ଯୋଉ ଭୌତିକ ଜଗତର ଯୋଉ ବିଷୟକୁ ଆମେ ଗ୍ରହଣ କରୁଛେ, ତାକୁ ଧର୍ମ କୁହାଯିବ ନା ନାଇଁ? ଆଉ ଧର୍ମଟା ହଉଛି ଏଇଆ, ଧୋବା ଲୁଗା କାଚିବା ହଉଛି ତା ଧର୍ମ।
ବଢେଇ ତାର କାଠ କାମ କରିବା ହଉଛି ତାର ଧର୍ମ, ବ୍ରାହ୍ମଣ ତାର ପୂଜା କରିବା ହଉଛି ତା ଧର୍ମ। ବୁଝିପାରିଲେ କି? ତମେ ବ୍ୟବସାୟ କରୁଛ କି ଚାଷ କରୁଛ, ଭଲ ଯାହା କରୁଛ ସେଇଟା ହଉଛି ତମର ଧର୍ମ। ତମେ ଧର୍ମକୁ ପାଳନ କରୁଛ, ଏଇଟା ହଉଛି ବିଷୟ ଧର୍ମ। ଆଉ ଗୋଟେ ପିୟୁଷ ଧର୍ମ, ତା ସହିତ ପିୟୁଷ ଧର୍ମ ସେ କେବଳ ମାନବ ହିଁ ପାଳନ କରିପାରିବ, ସେ ଧର୍ମ ଅନ୍ୟ କାହା ଭିତରେ ନାହିଁ। ମଣିଷକୁ ଛାଡ଼ିଦେଲେ ଅନ୍ୟ କେହି ଦୁଇଟା ଧର୍ମ ପାଳନ କରନ୍ତି ନାହିଁ। ସେ ସମସ୍ତେ ମଣିଷକୁ ମାନବକୁ ଛାଡ଼ିଦେଲେ ସମସ୍ତେ ଗୋଟିଏ ଧର୍ମରେ କେବଳ ଜୀବ ଧର୍ମକୁ ପାଳନ କରନ୍ତି, ଯୋଉଟାକୁ ଆମେ ଭୌତିକ ଜଗତରେ ବିଷୟ କର୍ମ କୁହାଯାଏ। ସେ କେବଳ ସେଇ ଜୀବ ଧର୍ମକୁ ସମସ୍ତେ ପାଳନ କରନ୍ତି, କିନ୍ତୁ ପିୟୁଷ ଧର୍ମକୁ ଅନ୍ୟ କେହି ପାଳନ କରିପାରନ୍ତି ନାହିଁ, କେବଳ ମାନବ ହିଁ ପାଳନ କରିପାରେ। ତେଣୁ ମାନବର ଗୋଟେ ଧର୍ମ ଅଛି, ମାନବ ଧର୍ମ ଧର୍ମଟା ସ୍ୱତନ୍ତ୍ର ଅଛି। ପଶୁ ତା ଧର୍ମ ସେ ପାଳନ କରୁଛି, ଗାଈ ତା ଧର୍ମ, ମାଙ୍କଡ ତା ଧର୍ମ, କୁକୁର ତା ଧର୍ମ, ବିଲେଇ ତା ଧର୍ମ। ନିଜ ନିଜ ଧର୍ମକୁ ସମସ୍ତେ ନିଜେ ପାଳନ କରୁଛନ୍ତି ନା ନାଇଁ? କେହି କାହା ଧର୍ମରୁ ବିଚ୍ୟୁତ ହଉଛନ୍ତି କି? ବିଚ୍ୟୁତ ହଉନାହାନ୍ତି। ତେଣୁ ଦେବତା ମାନେ ସେ ତାଙ୍କ ଧର୍ମରେ, ଅସୁର ମାନେ ସେ ତାଙ୍କ ରାକ୍ଷସ ମାନେ ସେ ତାଙ୍କ ଧର୍ମ ପାଳନ କରୁଛନ୍ତି। ସମସ୍ତେ କେବଳ ଜୀବ ଧର୍ମକୁ ନିଜ ପାଇଁ ସମସ୍ତେ ଧର୍ମ ରକ୍ଷା କରି ପାଳନ କରିକିରି ଚାଲିଛନ୍ତି। କିନ୍ତୁ ମଣିଷ ଭିତରେ ଦିଟା ଧର୍ମ ଦିଆଯାଇଛି, ଯେ କି ସେ ଜୀବ ଧର୍ମ ପାଳନ କରିବ ଏବଂ ପିୟୁଷ ଧର୍ମ ପାଳନ କରିବ। ବୁଝିଗଲ? ଏ ଦିଟା ଧର୍ମ ଯଦି ମାନବ ପାଳନ ନ କରେ ତାହେଲେ ତାକୁ ଅସୁବିଧା ଅକଳିଆ ସବୁ ଲାଗିବ। ବୁଝିଲେ? ସେଇଥିପାଇଁ ଆମେ ଧର୍ମ ପଥରେ ଯାଇପାରୁ ନାହିଁ। ଆମେ ଧର୍ମ ପଥରେ ଥାଇଲେ ବି ଆମେ ଧାର୍ମିକ ହେଇପାରୁ ନାହିଁ, କାରଣ ସେ ଦିଟା ପାଳନ କରୁନି। ଯୁଆଡେ ହେଲେ ଗୋଟିଏ ପାଳନରେ କିଛି ହୁଏନି। ପଶୁ ତା ଧର୍ମରେ ଯିବା ପାଇଁ ତାକୁ କୌଣସି ଅକଳିଆ କି ଅସୁବିଧା ଲାଗିବନି। ମାଙ୍କଡ ଗଛ ଡାଳରେ ରହୁଛି, ତାକୁ ଅକଳିଆ ଅସୁବିଧା ଲାଗୁଛି? ନାଇଁ, ତାକୁ ଭଲ ଲାଗୁଛି, ଅକଳିଆ କାହିଁ ଲାଗିବ? ଇଏ ଗଛରୁ ସେ ଗଛ ତମେ ଆଖି ଠାକିବନି, ସେ ଯେ ଦେଇପଡେ, ଏତେ ବାଟ ଡେଇ ପଇଲା ମାଙ୍କଡଟା, ସେ ଦେଇପାରୁଛି। ବିଲୁଆ ସେ ତାର ରାସ୍ତାରେ ସେ ପାଣି କାଦୁଅରେ ଗଛ ଉପରେ ଡେଇପାରିବ? ବିଲୁଆ ତାର ଗାତ ଭିତରେ ପଶି ରହିବ, ତାକୁ ଅକଳିଆ ଲାଗୁଛି? କୁକୁର ଯାଇକି ଦେଖିବ, କୁକୁର ଅଳିଆ ଗଦାରେ କୋଉଠି କାଦୁଅ ମାଦୁଅ ପଙ୍କ ଅଳିଆ ଗଦାରେ ଯାଇକି ସେଠି ଶୋଇଥାବ, ତାକୁ ଭଲ ଲାଗୁଛି? ତାକୁ କିଛି ଅକଳିଆ ଲାଗୁଛି ନା? ତାକୁ ରୋଗ ହେଇଯାଉଛି ନା ତା ଚମ ଉପୁଡି ଯାଉଛି? ସେ ସେଠୁ ଅଳିଆ ଗଦାରୁ ବାହାରି ଆସିଲା ପରେ ଯୋଉ ଚିକିଚିକି ସେଇ ଚିକିଚିକି ହେଇଯାଉଛି। ଆଚ୍ଛା, ସେ ତାକୁ ଚିକିଚିକି କରିବା ପାଇଁ, ତା ଦେହରୁ ମଳିଆ ଛଡେଇବା ପାଇଁ ସେ କୋଉ ସଫା ପାଣି ନା ସର୍ଫ ସାବୁନରେ ତା ଦେହକୁ ସଫା କରୁଛି? କରୁଛି? ତାହେଲେ ଆମ ଦେହରେ ଟିକେ ଧୂଳି ଲାଗିଗଲେ ସାବୁନ ଦରକାର, ଭଲ ପାଣି ଦରକାର, ନହେଲେ ସଫା କରିବା ପାଇଁ ଦରକାର ହଉଛି ନା ନାଇଁ? ତାଙ୍କ ପାଇଁ ଦରକାର ହଉଛି। ଆଚ୍ଛା, ତାଙ୍କୁ ସଫା ସେ ସଫା ରହୁଛନ୍ତି ନା ସେମିତି ମଳିଆ ହେଇକି ରହୁଛନ୍ତି? ସଫା ହଉଛନ୍ତି। ଚଢେଇ ଦେଖ, ଚଢେଇ ସେଇ କାଦୁଅ ପାଣିରେ ପଙ୍କରେ କୋଉଠି ନାଳରେ କୋଉଠି ମାରାରେ ଡାବୁ ଡାବୁ ବୁଡୁଥିବେ, କିନ୍ତୁ ତାପରେ ଦେଖା ଯୋଉ ଚିକିଚିକି ସେଇ ଚିକିଚିକି। ଆମେ କଣ ମଇଳା ପାଣିରେ ମୁଁ ଗାଧେଇବି? ମଣିଷ ପାଇଁ ଦୁଇ ପାକ୍ଷିକ ବିଚାର, ଗୋଟା ହେଇଛି ପିୟୁଷ ଆଉ ଗୋଟା ବିଷୟ। ଦିଟା ଧର୍ମ ସେ ପାଳନ କରୁଛି। ପଶୁ ପାଇଁ ଖାଦ୍ୟ ପ୍ରସ୍ତୁତ ହେଇକିରି ଆଗରୁ ଅଛି। ପଶୁକୁ ଖାଦ୍ୟ ତିଆରି କରିବାକୁ ପଡେନି କି ଖୋଜିବାକୁ ପଡେନି, ତାର ରନ୍ଧା ଖାଦ୍ୟ ଥୁଆ ହେଇଛି, ସେ ଡାଇରେକ୍ଟ ଯିବ ଖାଇବ। ମଣିଷ ପାଇଁ କୋଉଠି ଡାଇରେକ୍ଟ ଖାଦ୍ୟ ଅଛି ଦେଖିଲେ? ଯେ ସେ ଯିବ ତ ଖାଇବ। ଆମେ ଭାତ ଖାଉଛନ୍ତି, ଦେଖ ଭାତଟା ହଉଛି ମଣିଷର ମୁଖ୍ୟ ଖାଦ୍ୟ। ସେ ଭାତକୁ ଦେଖିଲେ ଭାତ କୋଉଠି ତିଆରି ହେଇଛି? ଭାତକୁ ପାଇବା ପାଇଁ, ଭାତ ଗଣ୍ଡେ ଖାଇବା ପାଇଁ ମଣିଷ କେତେ ପ୍ରକ୍ରିୟା ଦେଇକିରି ଆସୁଛି ମତେ ଦେଖିଲେ? ଧାନରୁ ବୁଣିବା ଠାରୁ ଆରମ୍ଭ କରି ଚାଉଳ ଭାତ ପର୍ଯ୍ୟନ୍ତ କେତେଟା ପ୍ରକ୍ରିୟା ଦେଇକି ସେ ଯାଉଛି। ଚାଉଳ ହେଇଗଲା ପରେ ବି ଧାନକୁ ଫୁଟେଇଲା, ଧାନ ଫାଇଲା, ଧାନରୁ ଚାଉଳ ହବ, ଚାଉଳରୁ ଭାତ ହବ। ସେତିକି ଦେଖିଲେ କେତେ ପ୍ରକ୍ରିୟା। ଭାତଟାକୁ ସେ ଖାଇପାରିବନି, ତାକୁ ଜଣେ ଦବ ନେଇକିରି। ହଁ, ମାନେ ଧାନଟା ହେଇଗଲା, ତମର ଖାଦ୍ୟ ହେଇଗଲା କି? ନା। ଧାନ କରିବା ପାଇଁ ତ ଯାହା ପ୍ରକ୍ରିୟା କରିଥିଲ, ଧାନଟା ହେଇଗଲା। ଧାନକୁ ତାକୁ ନେଇକି ଉଁସେଇବ, ତାକୁ ପାଣିରେ ପକେଇବ, ତାକୁ ଶୁକେଇବ, ତାକୁ ନେଇକି ହଲରରେ ପକେଇବ,
ତାକୁ ଆଣିକିରି ତାକୁ ହଲରେ ଚାଉଳ ବାହାର କରିସାରିଲା ପରେ ବି ତାକୁ ଅଲଗା କରିବ, କୁଣ୍ଡାରୁ ଚାଉଳକୁ ଅଲଗା କରିବ। ତାପରେ ଜାଳ, ହାଣ୍ଡି, ଚୁଲି କେତେ ପ୍ରକାର ବ୍ୟବସ୍ଥା କଲେ ଯାଇକି ଭାତ ଖଣ୍ଡେ ଖାଇବ। ଖାଲି ଖାଇବ କେମିତି? ତାକୁ ଆଣି ଦେଲେ ସେ ଖାଇବ, ସେମିତି ଖାଇପାରିବ। କରିଛି କିନ୍ତୁ ନିଜେ ଆଣି ଖାଇପାରିବ। ନିଜ ପାଇଁ ମଣିଷ ନିଜେ ବଞ୍ଚିବା ପାଇଁ ସେ ତାର କୌଣସି ବ୍ୟବସ୍ଥା ହେଇନି। ସେ ନିଜେ ତିଆରି କରିବ, ଖାଦ୍ୟ ଗଣ୍ଡା ଖାଇବ। ଏ ଲୁଗାଟା ତିଆରି ହେଲେ ଯାଇକିରି ପିନ୍ଧିବ। ପଶୁକୁ ଲୁଗା ପିନ୍ଧିବାକୁ ପଡେ। ସେ ଆଗରୁ ପ୍ୟାଣ୍ଟ ପିନ୍ଧିକିରି ଆଇଛି, ସେ ଶାଢୀ ପ୍ୟାଣ୍ଟ ପିନ୍ଧିକିରି ଆଇଛି। ମଣିଷ ଲଙ୍ଗଳା ହେଇକିରି ଆଇଛି, ସେ ଲୁଗା ତିଆରି କରିବ, ପିନ୍ଧିବ। ସେ ଖାଦ୍ୟ ପ୍ରସ୍ତୁତ କରିବ, ଖାଇବ। ଗଛରେ ବାଇଗଣ ସିନା ଫଳିଛି, ହେଲେ କାମରେ ଆସିବ? ପଶୁ କାମରେ ପଳେଇ ଆସିବ। ପଶୁ ଡାଇରେକ୍ଟ ଯିବ, ସେ ବାଇଗଣଟା ଚୋବେଇ ଖାଇଦବ। ଗାଈ ଯିବ, ସେ ବାଇଗଣଟା ଚୋବେଇ ଖାଇଦବ ନା ନାଇଁ? ଖାଇବ। ମଣିଷ ଯିବ, ଚୋବେଇ ଖାଇଦବ। କେମିତି ଖାଇବ ସେ? ଈଶ୍ୱର ତାକୁ ତା ପାଇଁ ତିଆରି କରିଛନ୍ତି ଖାଦ୍ୟ, ତୋ ପାଇଁ କାହିଁ କଲେନି? ମାନେ ମଣିଷକୁ କରିବାକୁ ପଡିବ। ତାକୁ ଗଛରୁ ତୋଳିବ, ତାକୁ ଧୋଇବ, କାଟିବ, କେତେ ପ୍ରକାର କରିକି ତାକୁ ସିଝେଇବ, ତାକୁ ତେଲ ମସଲା ଦବ, ତାପରେ ଯାଇକି ବାଇଗଣ ଟିକେ ଖାଇବ, ଖାଦ୍ୟ ଯୋଗ୍ୟ ହବ। ତେଣୁକରି ମଣିଷ ପାଇଁ ସ୍ୱତନ୍ତ୍ର ମାନେ କୌଣସି ବ୍ୟବସ୍ଥା କରାଯାଏନି। ପଶୁକୁ ବଞ୍ଚିବା ପାଇଁ କୌଣସି ବ୍ୟବସ୍ଥା, ସେଇଟା ପାଇଁ କିଛି ବ୍ୟବସ୍ଥା କରିନଥାଏ। କିନ୍ତୁ ମଣିଷ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ପଡେ। ତାକୁ ନିଜକୁ କରିବାକୁ ପଡେ। ନିଜେ କରିବ, ନିଜେ ଖାଇବ। ବୁଝିପାରିଲେ? ତେଣୁକରି ଏଇ ଯୋଉ ପିୟୁଷ ଧର୍ମକୁ ସେ ପାଳନ କରିବ କେତେବେଳେ? ସେ ଜୀବ ଧର୍ମ ସହିତ ପିୟୁଷକୁ ମିଶେଇବ। କେମିତି ମିଶେଇବ? ନା ତମ ଭିତରେ ଭାବ ଅଛି, ଆମେ ଠାକୁରଙ୍କୁ ଭଲ ପାଉଛେ, ତା ଦେହରେ ଟିକେ ଧାରାକୁ ଯୋଡ଼ିଦବା। ଆମର ଭାବଟା କୋଉ ଭଳିଆ ହବା ଦରକାର? ଆମର ଭାବଟା କୋଉ ଭଳି ହବା ଦରକାର? ସାଧାରଣତଃ ଆମେ କଥା ପଦେ କହିବା। କଥାଟା ଭାବରୁ ସୃଷ୍ଟି ହଉଛି ନା ନାଇଁ? ଯାହାର ଯୋଉ ଭଳି ଭାବ ସୃଷ୍ଟି ହବ, ସେ ସେଇଭଳି କଥା। ମୋ ଭିତରେ ଗୋଟେ ଦୁଷ୍କୃତ ଭାବ ସୃଷ୍ଟି ହବ, ମୁଁ କଣ ଭଲ କଥା କହିବି କି? ମନ୍ଦ କଥାଟା କହିବି। ଗୋଟା କଡା କଥା କହିବି, କି ତମକୁ କଷ୍ଟ ହେଲା ଭଳିଆ କଥା କହିବି। ସେଇଭଳିଆ ଭାବ ମୋ ଭିତରେ ସୃଷ୍ଟି ହେଲେ ମୁଁ ଆପଣଙ୍କୁ କଷ୍ଟ ଭଳିଆ ହେଲା ଭଳିଆ କଥା ଟିକେ କହିବି। ତେଣୁକରି ଭାବଟା ଆମକୁ ଠାକୁର ଦେଇଛନ୍ତି ନା, ଭାବଟା କୋଉ ଭଳି ହବା ଦରକାର, ତୁ କୋଉ ଭଳି କଥା କହିବା ଦରକାର, ତୋର ମନୋବୃତ୍ତିଟା କୋଉ ଭଳି ହବା ଦରକାର। ଏଇ ଯୋଉ ପ୍ରତ୍ୟେକ ଜିନିଷଟା ଆମେ ଠାକୁର ଯୋଉ ଧାରା ଦେଇଛନ୍ତି, ଯୋଉ ନିୟମ, ସେ ନିୟମକୁ ଆମେ ସେ ଭାବରେ ଯୋଡ଼ିବା। କର୍ମଟା ଆମର କୋଉ ଭଳି ହବା ଦରକାର, ଭାବକୁ ଧାରାକୁ ଯୋଡ଼ିବା। କର୍ମଟା ଆମର ଗୁରୁଙ୍କର ହବା ଦରକାର, ଗୁରୁଙ୍କ ନିର୍ଦ୍ଦେଶରେ, ଗୁରୁଙ୍କ ପାଇଁ, ଗୁରୁଙ୍କ ଇଚ୍ଛାରେ। ଯୋଉ କର୍ମରେ ଯେମିତି ଅନ୍ୟ କାହାର କ୍ଷତି ହଉନଥିବ, ଅନ୍ୟର ମଙ୍ଗଳ ହଉଥିବ, ମୋର କୌଣସି କ୍ଷତି ହଉନଥିବ, ନିଜକୁ ଦେଖିବ ପୁଣି ଅନ୍ୟକୁ ଦେଖିବ। ତେଣୁକରି ସେଇଭଳିଆ କର୍ମକୁ ଧାରାରେ ଯୋଡ଼ିବା। ଧର୍ମ, ଆମେ ଧର୍ମ କରୁଛେ, ଧର୍ମଟା କୋଉ ଭଳି ହବା ଦରକାର? ଧର୍ମଟା ଆମେ ଭିତରେ ଆମେ ଯୋଉ ଧର୍ମ କରୁଛେ, ଆମେ ତ ପ୍ରତି ମୁହୂର୍ତ୍ତରେ ଧର୍ମ ସବୁ ପାଳନ କରୁଛେ। ଧର୍ମ ବି ଜୀବ ସେ ତାର ନିଜ ସ୍ୱାର୍ଥ ପାଇଁ କରୁଛି, ମୋ ଉପକାର ପାଇଁ, ମୋ ପାଇଁ ଧର୍ମ ପାଳନ କରୁଛି, ଠାକୁରଙ୍କୁ ମାନସିକ କରୁଛି, ପୂଜା କରୁଛି, ଉପାସନା କରୁଛି। କଣ ପାଇଁ କରୁଛି? ନା ବିଷୟ ପ୍ରାପ୍ତି ପାଇଁ କରୁଛି। ବିଷୟଟା କେବଳ ତାରି ଦରକାର, ତାରି କାମରେ ଆସିବ, ଅନ୍ୟ କାହା କାମରେ ଆସିବ କି? ଅନ୍ୟ କାମରେ କେମିତି ଆସିବ? ନା ଅନ୍ୟର ଯଦି ସେ ଧନକୁ, ଉପାର୍ଜିତ ଧନକୁ ଯଦି ଅନ୍ୟ ଜଗତ କଲ୍ୟାଣରେ ଲଗେଇ ପାରିବୁ, ତାହେଲେ ସେଇଟା ଧର୍ମ ହେଇଯିବ। ଉପାର୍ଜିତ ଧନକୁ, ବିଷୟରୁ ଯୋଉ ଧନ ମୁଁ ଅର୍ଜନ କଲି, ସେ ଠାକୁରଙ୍କୁ ଈଶ୍ୱରଙ୍କୁ ଡାକିକିରି, ଈଶ୍ୱରଙ୍କୁ ଉପାସନା କରିକିରି, ତାହେଲେ ସେ ଧନକୁ ଯଦି ମୁଁ ଜଗତ କଲ୍ୟାଣରେ ଲଗେଇ ପାରିଲି, ତାହେଲେ ସେଟା ଧର୍ମ ହେଇଗଲା, ନାଇଁ କି? ଆଉ ଯଦି ମୁଁ ଧର୍ମ ଅର୍ଜନ କରିକିରି ଧନକୁ ଅର୍ଜନ କଲି, ଠାକୁରଙ୍କୁ ଡାକିକିରି, ଠାକୁରଙ୍କୁ ଉପାସନା କରିକିରି, ତାହା ମୋ କାମରେ ଆସିଲା। ଯଦି ନିଜ କାମରେ ସବୁ ଠାକୁରଙ୍କ ଠାରୁ ପାଇକିରି ଯଦି ସବୁ ନିଜ କାମରେ ଲଗେଇବା, ଅନ୍ୟ କାହା କାମରେ ଲଗେଇ ପାରିବାନି, ତାହେଲେ ଆମେ ପଶୁ ସହିତ ସମାନ ହେଇଯିବା। ପଶୁ ଧର୍ମ ଯାହା, ଆମ ଧର୍ମ ସେଇଗଲା। ପଶୁ ଯୋଉ କଲ୍ୟାଣ ଈଶ୍ୱରଙ୍କ ଠାରୁ ପାଇଛି, ଯୋଉ ଉପକାରିତା ସେ ପାଉଛି, ସେ କାହା ଠାରୁ ପାଇଛି? ଈଶ୍ୱର ତାକୁ ଦେଇଛନ୍ତି, ସେ କଲ୍ୟାଣ ଦେଇଛନ୍ତି। ଈଶ୍ୱର ତାଙ୍କୁ ଦୟା କରିଛନ୍ତି, ଈଶ୍ୱର ତାଙ୍କର ବ୍ୟବସ୍ଥା ସବୁ କରିଦେଇଛନ୍ତି।
ଯେତେବେଳେ ଈଶ୍ୱର ତାଙ୍କ ଠାରୁ ସେ ଦୟା ପାଇଛନ୍ତି ସେ ପଶୁ ହେଇକି ରହିଛନ୍ତି। ଈଶ୍ୱରଙ୍କ ଦୟା ପାଇଲେ ବି ପଶୁ। ପଶୁର ଧର୍ମ କେମିତି ସିଏ ନା ପଶୁର ବୁଦ୍ଧି ଅନ୍ୟ କାହା କାମରେ ଆସେନି। ପଶୁ ଭିତରେ ବୁଦ୍ଧି ଅଛି ନା ନାଇଁ? ସିଏ ଅନ୍ୟ କାହା କାମରେ ଆସେନି ନା, କେବଳ ତା ନିଜ ପାଇଁ। ତା ଭିତରେ ବହୁତ ବଳ ଅଛି। ହାତୀ, ବାଘ, ଭାଲୁ ଏମାନେ ସବୁ ବଡ ବଡ ଯୋଉ ବଳୁଆ ଜନ୍ତୁ, ତାଙ୍କ ଭିତରେ ବହୁତ ବଳ ଅଛି। ହେଲେ ସେ ବଳ ଆଉ କାହା କାମରେ ଆସେ? ତା କାମରେ। ସେ କେବଳ ତାର ଯେତେ ବଳ ଥିଲେ ସେ ତା ନିଜ ପାଇଁ, ତା ନିଜ ବ୍ୟବସ୍ଥା ସେ କେବଳ ନିଜେ କରେ। ସେ ଆଉ କାହା ପାଇଁ କରିପାରିବନି କି ତା ପାଇଁ ଆଉ କିଏ କରିପାରିବ। ପଶୁ କେବଳ ତା ପାଇଁ ତା ନିଜ ବ୍ୟବସ୍ଥାରେ ସେ କରେ। ଆଉ ଯଦି ମଣିଷ କେବଳ ନିଜ ପାଇଁ ବଞ୍ଚିଛି ତାହେଲେ ସେଇଟା ପଶୁ ହେଇଯିବ। ଯଦି ନିଜ ପାଇଁ, ଯଦି ଅନ୍ୟ ପାଇଁ ବଞ୍ଚିଛି ତାହେଲେ ସେଇଟା ସିଏ ମଣିଷ ହେଇଯିବ। ସେଇଟା ଈଶ୍ୱରଙ୍କର କାର୍ଯ୍ୟରେ ଲାଗିବ। ଆଚ୍ଛା, ପଶୁକୁ ବି ଈଶ୍ୱର ଦୟା କଲେ, ଆମକୁ ବି ଈଶ୍ୱର ଦୟା କରିଛନ୍ତି। ଈଶ୍ୱରଙ୍କୁ ମାନେ ପାଇକିରି ଆମେ ବଞ୍ଚିଛେ, ଅର୍ଜନ କରିଛେ ଯାହା ଈଶ୍ୱର ଆମକୁ ଦୟା କରିଛନ୍ତି ନା ନାଇଁ। ଏ ଲୁଗା ଖଣ୍ଡେ ଯୋଉ ପିନ୍ଧିଛ ଆକୁ ଈଶ୍ୱରଙ୍କର ଦୟା ନା ନାଇଁ? ଆଉ କଣ ଆମ ମନକୁ ହେଇଗଲା? ଏଇ ଯୋଉ ଘର ଟିଏ କରିଛ ଏଇଟା ଈଶ୍ୱରଙ୍କର ଦୟା ନାହିଁ? ଏଇ ଯୋଉ ଇଟା ବାଲି ସିମେଣ୍ଟ ଯୋଉ ଆଇଲା ସେଇଟା ତମ ତିଆରି କରିଥିଲ ନା ତମେ ଆଣିଥିଲ? ମାଟିଟା ତାଙ୍କର ନା ନାଇଁ? ପାଣିଟା ତାଙ୍କର ନା ନାଇଁ? ସବୁ ତ ତାଙ୍କର, ସବୁ ଈଶ୍ୱରଙ୍କର। ଆମେ କରିଛୁ ତା ଦେହରେ ବାଲି ସୃଷ୍ଟି, ଯାହା ତମେ କର, ବାଉଁଶ ଖଣ୍ଡେ କାଠ ଖଣ୍ଡେ ଲଗେଇଛ, ସବୁ ସୃଷ୍ଟି ସବୁ ତାଙ୍କର ନା ନାଇଁ? ଆଚ୍ଛା, ସିଏ ଆମକୁ ଦେଇଛନ୍ତି। ଆଚ୍ଛା, ଦେଇଛନ୍ତି ଆମେ ସେ ଯଦି ଆମେ ସବୁ ଆଗ ଈଶ୍ୱରଙ୍କର ଦୟାକୁ ଆଣିକିରି ଈଶ୍ୱରଙ୍କ କଲ୍ୟାଣକୁ ଆଣିକି ନିଜ କାମରେ ଲଗେଇଦବା ତାହେଲେ ଆମେ ପଶୁ ହେଇଗଲେ। ଭଲ କି ଦେଖନ୍ତୁ, ଭଲ କି ବୁଝନ୍ତୁ ଯେ ଆମେ ପଶୁ କି ନାହିଁ? ପଶୁ ପା। ଯଦି ଈଶ୍ୱରଙ୍କର ଦାନକୁ ଆମେ ଆଣିକିରି ଆମେ ଭୋଗ କରିକି ଯଦି ଅନ୍ୟ କାମରେ ଲଗେଇ ପାରିଲା ତାହେଲେ ସିଏ ପ୍ରକୃତ ମାନବ ଜୀବନ ଯାପନ କରିବ, ମାନବ ଧର୍ମକୁ ସେ ପାଳନ କରିବ। ତେଣୁକରି ଆମେ ଆମ ଭିତରେ ଆମେ ବି ଧର୍ମ କରୁଛେ ଏଇ ପ୍ରକାର। ହଁ, ଯାହା ଈଶ୍ୱରଙ୍କର କଲ୍ୟାଣ ପାଇଲେ ତାହାକୁ ଆମେ ସବୁ ଆମ ନିଜ ସ୍ୱାର୍ଥରେ ଆମ ଭିତରେ ଧର୍ମ କରୁଛେ, ଆମ ନିଜ ପାଇଁ କରୁଛେ, ନିଜ ପରିବାର ପାଇଁ, ନିଜ କୁ ରକ୍ଷା କରିବା ପାଇଁ, ନିଜ ପରିବାରକୁ ରକ୍ଷା କରିବା ପାଇଁ, ନିଜ ପରିବାର ପାଇଁ, ପୁଅ ପାଇଁ, ସ୍ତ୍ରୀ ପାଇଁ, ଝିଅ ପାଇଁ, ମୋ ଚାକିରି ପାଇଁ, ମୋ ବ୍ୟବସାୟ ପାଇଁ ଆମେ ଠାକୁରଙ୍କୁ ଡାକୁଛେ। ଠାକୁରଙ୍କୁ ଆଣି ସବୁ ଆମ କାମରେ ଲଗଉଛେ, ବ୍ୟବସାୟରେ ଲଗଉଛେ, ମୋ ଚାକିରିରେ ଲଗଉଛେ, ମୋ ପାଠ ପଢାରେ ଲଗଉଛେ, ମୋ ପରିବାରର ସବୁ ଦୁଃଖ ସୁଖ ହାନି ଲାଭ। ଯଦି ପରିବାରରେ କିଛି ବିଶୃଙ୍ଖଳା ହେଇଗଲା, ସ୍ୱାମୀ ସ୍ତ୍ରୀ ଭିତରେ କି ବାପ ପୁଅ ଝଗଡା ହେଲା, ଠାକୁରଙ୍କୁ ଆଣିକି ସେଠି ରଖୁଛନ୍ତି ଯେ ଠାକୁର ଆସି ମୋ ସମାଧାନ କର। ହଉଛି ନା ନାଇଁ? ଠାକୁରଙ୍କୁ ଆଣି ଆମେ, ଠାକୁର ଆମ ଉପରେ ନିର୍ଭର ରଖିଛନ୍ତି ଯେ ତୁ ମୋ କାମ କରିବୁ। ଆମେ କଣ କରୁଛନ୍ତି? ଆମର ଯେତିକ କାମ ସବୁ ତମେ ପୂରଣ କର, ମତେ ଆପଣଙ୍କ କାମ କରିବାକୁ ସମୟ ନାହିଁ। ମୁଁ କେତେବେଳେ କରିବି? ଏଇଆ ହଉଛି ନା ନାଇଁ? ଦେଖନ୍ତୁ, ମତେ ଆପଣ କରିବାକୁ, ମତେ ଭାଇ, ମତେ ପ୍ରଭୁ ମତେ ସମୟ ତ ନାହିଁ, ମୁଁ କଣ କରିବି? ଠାକୁର ତ ଆପଣ ତ ସବୁ ଜାଣୁଥିବେ ଆଉ। ଠାକୁର ଜାଣିଲେ କଣ ହେଲା? ଠାକୁର ତ ଜାଣିଲେ ତୁ କରୁନୁ। ଠାକୁର ଜାଣିଲେ ଯେ ତୁ କରୁନୁ। କୋଉଟା କହିଲେ ଆପଣଙ୍କ ସବୁ ଜାଣୁଛନ୍ତି ତ ଆଉ ମୁଁ କଣ କହିବି ଆପଣଙ୍କୁ? ଠାକୁର ଜାଣିଲେ ଯେ ତୁ କରୁନୁ, ଫଳଟା ଦବ କି? ଆଉ ଫଳଟା ମିଳିବ କି? ଠାକୁର ଜାଣିଲେ ହଁ ତୁ କରିନୁ, କରିନୁ ତ କରିନୁ ଆଉ ଫଳ ଖୋଜିଲେ ଆସିବ? ଫଳଟା କେବଳ କରିଲେ ପାଇବୁ। ତାହେଲେ କେମିତିଆ କରିବା? ଆମର ଗୋଟେ କଥା କହୁଛି, ଏଇ ଅଳ୍ପ ଦିନ ଯୋଉ ଗୁରୁ ଧର୍ମକୁ ପାଳନ କରିବାକୁ ହେଲେ ଆମକୁ ମାନବ ଧର୍ମକୁ ଆଗ ପାଳନ କରିବାକୁ ପଡିବ। ପ୍ରଥମ କଥା ହେଲା ଯେ କି ଯୋଉ ଧାରାରେ ଆମେ ଚାଲିବା, ପଶୁ ତା ନିୟମରେ ଅଛି, ତା ନିୟମରୁ ସେ କେବେ ବାହାରିବ? ବାହାରି ଯାଉଛି କି? କଙ୍କଡା ବିଛାଟା ସେ ତା ଧର୍ମ ପାଳନ କରୁଛି, ସେ କଙ୍କଡା ବିଛା ବି ସେ ତା ଧର୍ମରୁ ବିଚ୍ୟୁତ ହଉନି। ପିମ୍ପୁଡିଟିଏ ଉଇଟିଏ ସେ ତା ଧର୍ମ, ସମସ୍ତେ ନିଜ ନିଜ ଧର୍ମରେ ଚାଲିଛନ୍ତି, କେହି କାହା ଧର୍ମରୁ ବିଚ୍ୟୁତ ହଉନାହାନ୍ତି, କାହାରିକି କିଛି ଅସୁବିଧା କି ଅକଳିଆ ଲାଗୁନି। ଆଉ ମଣିଷ ଯଦି ତା ନିଜ ଧର୍ମରେ ପରିଚାଳିତ ହବ ତାହେଲେ ତାକୁ କିଛି ଅକଳିଆ କି ଅସୁବିଧା ଲାଗନ୍ତାନି କି ଲାଗିବନି। ଭଲ କି ଦେଖ, ମାନବର ଗୋଟେ ସ୍ୱତନ୍ତ୍ର ଧର୍ମ ଅଛି ନା ନାଇଁ? ମାନବ ଯଦି ତା ଧର୍ମରେ ପରିଚାଳିତ ହବ ତାହେଲେ ତାକୁ କାହିଁ ଅକଳିଆ ଅସୁବିଧା ଲାଗିବ? ସେ କଣ କରୁଛି ନା ମାନବ ଶରୀର ପାଇଛି କିନ୍ତୁ ପଶୁ ଧର୍ମକୁ ସେ ଗ୍ରହଣ କରୁଛି। ମଣିଷ ଭିତରେ ପଶୁ ଧର୍ମ ଅଛି ନା ନାଇଁ? ଅଛି ନା।
ମଣିଷ ରାକ୍ଷସ ବୃତ୍ତି କରୁଛି ନା ନାଇଁ? କରୁଛି। ରାକ୍ଷସର ବୃତ୍ତି ଯାହା ରାକ୍ଷସ ଯାହା କରିବା କଥା ଆମେ ମାନେ ସେଇଆ କରୁଛେ ନା ନାଇଁ? ରାକ୍ଷସ ଧର୍ମ ଆମ ଭିତରେ ଅଛି ନା ନାଇଁ? ପଶୁ ଧର୍ମ ଆମ ଭିତରେ ଅଛି ନା ନାଇଁ? ଅଛି। ଯଦି ପଶୁ ଧର୍ମ ମଣିଷ ହେଇକିରି ଯଦି ପଶୁ ଧର୍ମ ପାଳନ କଲେ ତାର ଶାନ୍ତି ସନ୍ତୋଷ ଆସିବ କୋଉଠି? ଆସିବ କୁଆଡେ ଆଉ? କୁକୁର ଏଇନା ଦୌଡ଼ି ଯିବ ସେଠି କୁଟା ଗମଚା ଗଦା ହେଇଛି, ସେ କୁଟା ଗଦା ଉପରେ ଚଢିକିରି ଆରାମରେ ଶୋଇବ, ତାର ରାତି ପାଇଯିବ। ତା ଧର୍ମ ବଢିଆ ପାଳନ ଲାଗୁଛି। ତା ଧର୍ମ ତା ଧର୍ମ ସେ ପାଳନ କରୁଛି, ତାକୁ ଆନନ୍ଦ ଲାଗୁଛି। କୁଟା ଗଦା ଯୋଉଠି କୁଟା ପକେଇଦିଏ ସେ ସେଇଠି ଖୋଜି ଖୋଜି ଯାଇକି ଶୋଇବ। ସେ ଯେମିତି ଜାଗା ହେଇଥାଉ। ନା ସେ କୁଟା ଗଦା ଖୋଜିବ ପା, ହଁ। ମୋର କୁଟା ଗଦା ଟିକେ ଦରକାର କୋଉଠି ଅଛି। ତାର ଭୟ ନାହିଁ କି ଭ୍ରାନ୍ତି ନାହିଁ, ବୁଝିଗଲେ କି? କିଛି ନାହିଁ। ଶୋଇପାରୁଛି। ଆଚ୍ଛା ମଣିଷ ଶୋଇବା ପାଇଁ ତାର ବ୍ୟବସ୍ଥା ଅଛି ସ୍ୱତନ୍ତ୍ର ନା ନାହିଁ? ସେ ଯୋଉଠି ନାହିଁ ସେଠି ଶୋଇପାରିବ ନା? ମଣିଷକୁ ପରିଷ୍କାର ବିଛଣା ଦରକାର। ପରିଷ୍କାର ଜାଗା, ଆବଦ୍ଧ ହେଇଥିବା ଜାଗା ଦରକାର। ନା ସେଠି ଦାଣ୍ଡରେ ଯାଇକି ଶୋଇବ? ନାଳ ବନ୍ଧରେ ଯାଇ ଶୋଇବ? ଘରଟିଏ ଦରକାର, ଘରେ ବିଛଣାଟିଏ ପଡିଥିବା ଦରକାର। ବୁଝିଲ, ତାର ସବୁ ବ୍ୟବସ୍ଥା ମଣିଷ ପାଇଁ ହେଇଛି। ତେଣୁକରି ମଣିଷ ତା ଧର୍ମରେ ସେ ଚାଲିବ, ମଣିଷ ତା ଖାଦ୍ୟ ଖାଇବ। ପଶୁକୁ ପଶୁ ଖାଦ୍ୟ, ଯାହାର ଯୋଉ ପ୍ରକାର ଖାଦ୍ୟ, ସେ ଖାଦ୍ୟ ସେ ଖାଇଲେ ତାକୁ ଖୁସି ଆନନ୍ଦ ହବ, ଲାଗିବ ନା ନାଇଁ? ଆନନ୍ଦ ଲାଗିବ ନା। ଯାହାର ଯୋଉ ଖାଦ୍ୟ, ଗାଈ ତାର ଘାସ ଖାଇବ, ତାକୁ କଅଁଳିଆ କଅଁଳିଆ ଘାସ ନେଇକି ଦେଲେ ସେ ଆରାମରେ ଖୁସି ହବ ଖାଇବା। ବାଘକୁ କଅଁଳିଆ ମାଂସ ନେଇକି ଦେଲେ ସେ ଖୁସି ହବ, ବଢିଆ ଖାଦ୍ୟଟା ମିଳିଲା ନା ନାଇଁ କି? ତେଣୁକରି ଯାହାର ଯୋଉ ଖାଦ୍ୟ ତାକୁ ସେଇ ଖାଦ୍ୟଟା ଦେଲେ ତାକୁ ଆନନ୍ଦ ଲାଗିବ। ଆଚ୍ଛା ମଣିଷର ସେମିତି, ଆମେ ମଣିଷ ଶରୀର ପାଇଛେ, ମଣିଷର ସେମିତି ଗୋଟେ ଖାଦ୍ୟ ଥିବ ନା ନାଇଁ? ସ୍ୱତନ୍ତ୍ର। ଆଚ୍ଛା ଖାଦ୍ୟଟା ଯଦି କହିବା ସବୁ ଖାଦ୍ୟ ଗାଈକି ତାହେଲେ ମାଂସ ଦେବା, ସେ କଣ ଖାଇବ? ସେ ଖାଇବ ତ। ଭଲ ମାଂସ ଆଣିକିରି ଭଲ ତାର ସେ ଖାଦ୍ୟ ନୁହେଁ, ଭଲ ଭଲ ତେଲ ମସଲା ଦେଇକି ମାଂସଟାକୁ କଷିକିରି ଗାଈକି ଆଜି ଦବା ଖାଇବାକୁ, କେମିତି ଖାଇଦବ ଦେଖିବା? ଖାଇବନି। କାହିଁ ଖାଇବନି? ନା ସେଟା ତା ଖାଦ୍ୟ ନୁହେଁ, ସେଟା ଅନ୍ୟର ଖାଦ୍ୟ। ବାଘ ଛୁଆକୁ ଦେଲେ ସେ ଆରାମରେ ଖାଇଦବ। ତେଣୁକରି ମଣିଷ ସେମିତି, ଆମେ ମାନବ ଜନ୍ମ ପାଇଛେ, ମାନବର ସେମିତି ଗୋଟେ ଖାଦ୍ୟ ସ୍ୱତନ୍ତ୍ର ଥିବ ନା ନାଇଁ? ମଣିଷର ସେମିତି ସ୍ୱତନ୍ତ୍ର ଖାଦ୍ୟ ଥିବ। ମଣିଷ ଯଦି ତା ଖାଦ୍ୟ ବ୍ୟତିରେକ ଅନ୍ୟର ଖାଦ୍ୟ ଖାଏ, ତାକୁ ଦୁଃଖ ତ ମିଳିବ ନା ମିଳିବନି? ଦୁଃଖ ମିଳିବ। ତାହେଲେ ଆମେ କୁହ, ଆମେ ମାଂସ ଖାଇଲେ, ମାଂସଟା ତ ମଣିଷର ଖାଦ୍ୟ ନା, ସେଟା ପଶୁର ଖାଦ୍ୟ, ବାଘର ନା। ପଶୁ ଖାଦ୍ୟ। ତେଣୁକରି ପଶୁ ଖାଦ୍ୟକୁ ଯେତେବେଳେ ଆମେ ଖାଉଛେ, ତାହେଲେ ଆମ ଭିତରେ ପଶୁତ୍ୱ ଅଛି ନା ନାଇଁ? ଅଛି। ଯଦି ପଶୁତ୍ୱ ଆମ ଭିତରେ ରହିଲା, ତାହେଲେ ପଶୁ ଭଳି ଆଚାର ବ୍ୟବହାର ଆମର ରହିବ ନା ନାଇଁ? ଆଉ ଆସିବ କୁଆଡେ? ପଶୁ ଖାଦ୍ୟଟା ଖାଇଲେ ନା ପଶୁର ଆଚାର ବ୍ୟବହାର ଆମ ଭିତରେ ରହିବ। ତାହେଲେ ପଶୁର ଆଚାର ବ୍ୟବହାର ଯେତେବେଳେ ଆମ ଭିତରେ ରହିଲା, ଆମେ ମାନବ ହେଇପାରିଲେନି। ଯେତେବେଳେ ମାନବ ନ ହେଇପାରିଛେ, ତେଣୁକରି ଗୁରୁଙ୍କର ଯୋଉ ଧାରା ଦେଇଛନ୍ତି, ସେ ଧାରା ଭିତରେ ଆମେ ଚଳିପାରିବା ନାହିଁ। ସେଇଥିପାଇଁ ଆମେ ଧାରାକୁ ସବୁ ଛାଡି ସାରିଛେ। ଆମେ ଧାରା କରୁନେ, ଧର୍ମ କରୁଛେ କିନ୍ତୁ ଧାରା କରୁନେ, ଠାକୁରଙ୍କୁ ଭଲ ପାଉଛେ କିନ୍ତୁ ଧାରା ନାହିଁ। ସବୁ ଅଛି କିନ୍ତୁ ଧାରା, ଆମେ ଏଇଥିପାଇଁ ଧାରାକୁ ପାଳନ କରିବା ହେଲା କି ମାନବ ଧର୍ମ ପ୍ରଥମ ଜିନିଷ ହେଲା, ମାନବ ଧର୍ମକୁ ଆମେ ପ୍ରଥମେ ପାଳନ କରିବା। ଆଚ୍ଛା କୁହ, ଯୋଉମାନେ ମାଂସ ଖାଆନ୍ତି ସେମାନେ ଈଶ୍ୱର ତାଙ୍କୁ ସେଇଭଳି ଭାବରେ ତିଆରି କରିଥାନ୍ତି। ଯୋଉମାନେ କିଏ ମାଂସ ଖାଇବ, କିଏ ନ ଖାଇବ। ମାଙ୍କଡ ମାଂସ ଖାଏ, ମାଙ୍କଡ ମାଂସ ଖାଇଛି ନା? ଛେଳି, ଗାଈ, ହରିଣ, ଠେକୁଆ ଏମାନେ ସବୁ ମାଂସାଶୀ ପ୍ରାଣୀ କି? ନାହିଁ, ଏମାନେ ସବୁ ନିରାମିଷ, ତୃଣଭୋଜୀ। ଆଚ୍ଛା ଯୋଉମାନେ ମାଂସାଶୀ, ବାଘ, ବିଲୁଆ, କୁକୁର, ବିରାଡ଼ି, ମୂଷା, ଏମିତି ସବୁ ଅନେକ ଜନ୍ତୁ ସବୁ ମାଂସ ଖାଆନ୍ତି। ଆଚ୍ଛା ସେମାନଙ୍କର ଶରୀର ହଉଛି ସ୍ୱତନ୍ତ୍ର, ସେମାନଙ୍କର ସୃଷ୍ଟିରେ ଆସିବା ବିଧାନ ହଉଛି ସ୍ୱତନ୍ତ୍ର। ଆଉ ଯିଏ ଶାକାହାରୀ ନୁହନ୍ତି, ଯେଉଁମାନେ ଶାକାହାରୀ ପ୍ରାଣୀ, ସେମାନଙ୍କର ଆସିବା ଶୈଳୀ ହଉଛି ସ୍ୱତନ୍ତ୍ର। କଣ ସ୍ୱତନ୍ତ୍ର? ନା ଯୋଉମାନେ ମାଂସାଶୀ ପ୍ରାଣୀ, ସେମାନଙ୍କର ନଖ ମୁନିଆ ହେଇଥିବ, ଦାନ୍ତ ମୁନିଆ ହେଇଥିବ। ଆଉ ଗୋଟେ ଜିନିଷ ହଉଛି କଣ, ସେମାନେ ଆଖି ବନ୍ଦ କରିକି ଧରାପୃଷ୍ଠକୁ ମାନେ ମାତୃଗର୍ଭରୁ ଆସନ୍ତି, ସେମାନଙ୍କର ଆଖି ଖୋଲା ନଥାଏ। ଜାଣିପାରୁଛ? କିଏ କହିଲ ଆଖି ବନ୍ଦ କରିକି ଆସେ? ଏଇ ବିଧାନ ତିଆରି କରି ଯୋଉମାନେ ମାଂସାଶୀ ପ୍ରାଣୀ, ତାଙ୍କର ଏଇ 3ଟା ଗୁଣ ଥିବ। ସେମାନେ ଆଖି ବନ୍ଦ କରି ଜନ୍ମ ହେଇଥିବେ, ତାଙ୍କର ନଖ ମୁନିଆ ହେଇଥିବ, ଦାନ୍ତ ମୁନିଆ ହେଇଥିବ। କୁକୁର ଦାନ୍ତ ମୁନିଆ,
ତାର ନଖ ମୁନିଆ ନା ନାହିଁ? ବିଲୁଆର ବି ସେଇଆ। ବିଲୁଆ, ଭାଲୁ, ମୂଷା ହଁ ମୂଷା ଦାନ୍ତ ମୁନିଆ ନା ନାହିଁ? ତାର ନଖ ଗୁଡା ମୁନିଆ ନା ନାହିଁ? କଣ ବୁଝିପାରିଲେ କି? ଯେତେ ଜୀବ ମାଂସାଶୀ ପ୍ରାଣୀ ସମସ୍ତଙ୍କର ନଖ ଦାନ୍ତ ମୁନିଆ ହେଇଥିବ, ଆଉ ସେମାନେ ଆଖି ବନ୍ଦ କରିକି ଜନ୍ମ ହୁଅନ୍ତି। ବୁଝିପାରିଲେ କି? ଉଦ୍ଭିଦ ସ୍ୱଭାବ ବି ମଣିଷ ଭିତରେ ଅଛି, ଗଛର ସ୍ୱଭାବ ବି ମଣିଷ ଭିତରେ ଅଛି। ଗଛର ସ୍ୱଭାବଟା କଣ? ନା ଶୋଷଣ କରିବା। ଗଛର ସ୍ୱଭାବଟା କଣ? ଶୋଷଣ କରିବା। ସେ ମାଟିରୁ ଖାଦ୍ୟଟାକୁ ଶୋଷିକିରି ଖାଏ। ହଁ ମଣିଷ ଭିତରେ ଶୋଷଣ ନୀତି ଅଛି ନା ନାହିଁ ମତେ ଅଛି। କୁହନ୍ତୁ? ଶୋଷଣ ବି ନାହିଁ। ମଣିଷ ଭିତରେ ଶୋଷଣ ନୀତି ଅଛି ନା ନାହିଁ? ଆଉ ତା ସେ ଉପରେ ଅନ୍ୟକୁ ଶୋଷୁଛି, ଟାଉଟରି କରିକି ତାର ଟାଣିକି ଆଣିକି ପଇସା ଖାଇବେ। ମାଟିର ଧର୍ମ ସହିବା। ମାଟି ସବୁ ସହୁଛି ନା ନାହିଁ? ଆଚ୍ଛା, ମଣିଷ ଭିତରେ ସହିବା ଶକ୍ତି ଅଛି ନା ନାହିଁ? ଅଛି। ସହିପାରୁଛି। ଆକାଶ ଭଳି, ଆକାଶର ଯୋଉ ଭାବ, ଆକାଶ ଭଳି ବିଶାଳ ବିଶାଳ ହୃଦୟ ତାର ମଣିଷ ଭିତରେ ଅଛି ନା ନାହିଁ? ପଥର ଭଳିଆ, ପାହାଡର ମାନେ ପଥର ଯୋଉ ପାହାଡ ପର୍ବତର ପର୍ବତଟା କଣ ପଥର ଭଳି, ଆଉ ହୃଦୟଟା ପଥର ଭଳିଆ ଅଛି ନା ନାହିଁ? ପ୍ରତ୍ୟେକ ଭାବ, ଲତା, ଲଟାଟା କଣ କରେ ନା ଅନ୍ୟ ଉପରେ ନିର୍ଭର କରି ବଞ୍ଚେ। ଲଟା ଜାତୀୟ ଯୋଉ ସେ ଅନ୍ୟ ଉପରେ ନିର୍ଭର କରି, ମଣିଷ ଅଛନ୍ତି, ମଣିଷର ସ୍ୱଭାବ ଅଛି ଅନ୍ୟ ଉପରେ ନିର୍ଭର କରି ଚଳୁଛି, ଅଛି ନା ନାହିଁ? ପ୍ରତ୍ୟେକ ଜିନିଷ, ପଶୁ ସ୍ୱଭାବ ମଣିଷ ଭିତରେ ଅଛି। ପଶୁର ସ୍ୱଭାବ କଣ? ଦେଖ, ପଶୁର ଚରିତ୍ରଟାକୁ ଟିକେ ଦେଖେଇ ଦଉଛୁ ଅଳ୍ପ ଟିକେ। ପଶୁ ଠିଆ ହେଇକିରି ଖାଏ, ସେ ବସିକିରି ଖାଇପାରିବନି। କେମିତି ଖାଇବ? ପଶୁ ଯେତେ ଚେଷ୍ଟା କଲେ ବସିକିରି ଖାଇପାରିବ, ସେ ଠିଆ ହେଇକିରି ଖାଇବ। ବୁଲି ଚାଲିକିରି ଖାଇପାରିବ। ଠିଆ ହେଇକିରି ଝାଡା କରିବ, ଛିଡା ହେଇକିରି ମଳ ତ୍ୟାଗ କରିବ। ମଳମୂତ୍ର ସେ ଠିଆ ହେଇକିରି କରିପାରିବ, ବସିକିରି କରିପାରିବନି। ଆଚ୍ଛା, ପଶୁର ମୁହଁ ନିମ୍ନକୁ, ଯେତେ ପଶୁ ଦେଖ ସବୁ ତଳକୁ, ଯେତେ ମଣିଷକୁ ଛାଡିଦେଲେ ଯାହାକୁ ତମେ ଦେଖ ସମସ୍ତଙ୍କର ମୁହଁ ନିମ୍ନକୁ, ମଣିଷର ମୁହଁ ଉର୍ଦ୍ଧ୍ୱକୁ। ମଣିଷକୁ ଉର୍ଦ୍ଧ୍ୱମୁଖୀ କରାଯାଇଛି, ଆଉ କାହାକୁ ଉର୍ଦ୍ଧ୍ୱମୁଖୀ କରାଯାଇଛି? ଅଛି? କାହାରି ନାହିଁ। କାହିଁକି ନା ସମସ୍ତଙ୍କର ଭାବ ନିମ୍ନକୁ। ପଶୁର ଧର୍ମ ହଉଛି ନିମ୍ନକୁ ଗତି କରିବା, ମଣିଷର ଧର୍ମ ହଉଛି ଉର୍ଦ୍ଧ୍ୱକୁ ଗତି କରିବା। ତମ ଭିତରେ ପଶୁର ସ୍ୱଭାବ ଥିଲେ ବି, ରାକ୍ଷସର ସ୍ୱଭାବ ଥିଲେ ବି, ତମେ ଉର୍ଦ୍ଧ୍ୱକୁ ଗତି କରିବ ନା ସେଇ ନିମ୍ନକୁ ଗତି କରିବ? ଆଉ ମୁଁ ପଶୁ ସ୍ୱଭାବ, ମୁଁ ତ ଆମିଷ ଖାଇପାରୁଛି, ଆଉ କଣ ମୋର ହଜମ କରୁଛି, ମୋର ସେ କ୍ଷମତା ଅଛି ବୋଲି ମୁଁ ଖାଉଛି ନା। ତାହେଲେ ତୁ ସେଠି ତତେ ଉର୍ଦ୍ଧ୍ୱକୁ ମୁଖ ଦିଆଯାଇଛି, ତୁ ପଶୁ ଧର୍ମ କାହିଁ ପାଳନ କରୁଛୁ? ଦେବତା ଧର୍ମ ପାଳନ କରୁନୁ, ମଣିଷ ଧର୍ମ ପାଳନ କରୁନୁ। ମଣିଷ ଉର୍ଦ୍ଧ୍ୱକୁ ଗତି କରିବ, ମଣିଷଟା ଉର୍ଦ୍ଧ୍ୱକୁ ଗତି କରିବ, ପଶୁଟା କେବେ ଉର୍ଦ୍ଧ୍ୱକୁ ଗତି କରିପାରିବନି। ତେଣୁ ଯଦି ସେ ମାନବ ଧର୍ମ ପାଳନ କରିବ, ତାହେଲେ ସେ ଉର୍ଦ୍ଧ୍ୱକୁ, ତାର ଗତିଟା ଉର୍ଦ୍ଧ୍ୱକୁ ଅଛି। ଯଦି ପଶୁ ଧର୍ମ ସେ ପାଳନ କରେ, ତାହେଲେ ସେ ଅଟୋମେଟିକ। ଆଜ୍ଞା, ମୁଁ ଯୋଉ ବିଷୟଟି ଆଲୋଚନା କଲି, ଆଦେହରେ ବହୁତ କୌଣସି କାହାକୁ ତ୍ରୁଟିପୂର୍ଣ୍ଣ ଲାଗୁଥିବ, କି କୌଣସି ଜିନିଷକୁ ସେ ଭାଇ ଭଉଣୀ ମାନେ ବୁଝି ପାରୁନଥିବେ, ଯୋଉଟା ଅବୁଝା ରହିଯାଉଥିବ, ଏଇଟା କଣ ଏମିତି କହିଲେ ଭାଇ, ଏଇଟା ତ କେମିତି ବୁଝି ହଉନି, କାହିଁ ଏଇଟା କାହିଁ ଠିକ ଲାଗୁନି, ଏଭଳି ବି ମତ ଆସିବ ଯେ ସମସ୍ତଙ୍କୁ ସବୁ କଥା ଠିକ ଲାଗେନି, କି ସମସ୍ତେ ସବୁ କଥା ବୁଝିପାରନ୍ତିନି। ଏଇ ଜିନିଷ ମୁଁ ଭାଇ ଭଉଣୀ ମାନଙ୍କୁ ଗୋଟେ ଅନୁରୋଧ କରୁଛି, ଯେ ଯୋଉଠି ତ୍ରୁଟି ରହୁଛି, କି ଆପଣ ଯୋଉଟାକୁ ବୁଝି ପାରୁନାହାନ୍ତି, କି ମୋ ଦ୍ଵାରା ମୋ କଥାବାର୍ତ୍ତାରେ କୌଣସି କହିବାରେ କୌଣସି ତ୍ରୁଟି, କୌଣସି ତ୍ରୁଟିପୂର୍ଣ୍ଣ ଶବ୍ଦଟି ବାହାରି ଯାଉଥିବ, ସେଟା ଟିକେ ଦୟାକରି ଆପଣ ମାନେ କମେଣ୍ଟ ମାଧ୍ୟମରେ ଟିକେ ଜଣେଇଲେ ଟିକେ ଭଲ ହବ। ଆଉ ଯଦି ଆଧ୍ୟାତ୍ମିକ ବିଷୟରେ ବା ଗୁରୁ ଧର୍ମ ବିଷୟରେ ଯଦି କିଛି ଆପଣଙ୍କର ପ୍ରଶ୍ନ ଥାଏ କିଛି ଜାଣିବା ପାଇଁ, ତାକୁ ବି କମେଣ୍ଟ ମାଧ୍ୟମରେ କହିଲେ ଆମେ ଚେଷ୍ଟା କରିବା ଆପଣଙ୍କର ସନ୍ଦେହ ମୋଚନ କରିବା ପାଇଁ। ଆଉ ଏଇଟା ପ୍ରତି ଟିକେ ଦୃଷ୍ଟି ଦେବେ ଆଜ୍ଞା। ଆଉ